আজি ଏକ ବିଶେଷ ବିଷୟ ଆମେ ଚିନ୍ତା କରିବା ଯେ ପରମେଶ୍ୱର ଗୋଟେ ମନୁଷ୍ୟ ଜୀବନରେ ସେ କ'ଣ ସେ ଆଶା କରନ୍ତି। ମନୁଷ୍ୟ ପାଖରେ ଯେଉଁ ପ୍ରକାର ଆଶା ଅଛି ଗୋଟେ ପରମେଶ୍ୱରଙ୍କ ପାଖରେ ମଧ୍ୟ ସେ ପ୍ରକାର ଗୋଟେ ଆଶା ଅଛି। ପରମେଶ୍ୱରଙ୍କର ଆଶା ଭିନ୍ନ ପ୍ରକାର ଥାଏ। ମନୁଷ୍ୟର ଆଶା ଯେ ପ୍ରକାର ଗୋଟିଏ ଗୋଟେ ପାର୍ଥିବ ବିଷୟରେ ଥାଏ, ଗୋଟେ କୌଣସି କିଏ ଯଦି ବାଧା କରିଥିବ ସେଇ ଆଶା ଥାଏ ଯେ ମୁଁ ପାଇବି ବୋଲି। କିନ୍ତୁ ପରମେଶ୍ୱରଙ୍କର ଆଶା କ'ଣ ଯେ ମୋର ସନ୍ତାନ ମୋର ଇଚ୍ଛାକୁ ପୁରା କରିବ। ପରମେଶ୍ୱରଙ୍କର ଆଶା କ'ଣ ଯେ ମୋର ଦାସ ମୋର ପ୍ରତ୍ୟେକ କାର୍ଯ୍ୟକୁ ପୁରା କରିବ। ଏଣୁକରି ତ ଆମେ କି ପ୍ରକାର ଆମେ ପରମେଶ୍ୱରଙ୍କର ସେ ସନ୍ତୋଷର କାରଣ ହେଇପାରିବା, ସେ ପ୍ରଭୁଙ୍କର ଗୌରବର କାରଣ ହେଇପାରିବା, ସେ ପ୍ରଭୁଙ୍କର ମହିମାର କାରଣ ହେଇପାରିବା। ଆଉ ପରମେଶ୍ୱର କି ପ୍ରକାର ସେ ଆମମାନଙ୍କ ଠାରୁ ଆଉ ଏ ବିଷୟକୁ ଯେଉଁ ବିଷୟ ଆଜି ଆମେ ଆଲୋଚନା କରିବା ପାଇଁ ଯାଉଛୁ, ଯେ ଆଜିର ପ୍ରସଙ୍ଗ ହେଲା ନମ୍ରତାର ସହିତ ସଦାପ୍ରଭୁଙ୍କ ଠାରେ ଗମନାଗମନ କରିବା। ନମ୍ରତାର ସହିତ ସଦାପ୍ରଭୁଙ୍କ ଠାରେ ଗମନାଗମନ କରିବା। ଆଉ ଏଇ ବାକ୍ୟକୁ ଆମମାନେ ଆଜି ବୁଝିବା ମିଖା ଭବିଷ୍ୟତ ବକ୍ତାଙ୍କ ପୁସ୍ତକ ତାର 6 ଅଧ୍ୟାୟ ତାର 8 ପଦ ଏ ପ୍ରକାର ଲେଖାଯାଏ, ହେ ମନୁଷ୍ୟ ଯାହା ଉତ୍ତମ ତାହା ସେ ତୁମ୍ଭକୁ ଜଣାଇ ଅଛନ୍ତି, ନ୍ୟାୟଚରଣ ଦୟା ଭଲ ପାଇବା ଓ ନମ୍ର ଭାବରେ ତୁମ୍ଭ ପରମେଶ୍ୱରଙ୍କ ସହିତ ଗମନାଗମନ କରିବାର ଏହା ଛଡ଼ା ସଦାପ୍ରଭୁ ଆଉ ତୁମ୍ଭଠାରୁ କ'ଣ ଚାହାନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ପରମେଶ୍ୱର ମନୁଷ୍ୟ ଠାରୁ କେବଳ ଗୋଟେ ବିଷୟ ଇଚ୍ଛା କରନ୍ତି ଯେ ଆପଣ ନମ୍ର ହୁଅନ୍ତୁ। ଆଉ ପରମେଶ୍ୱର ସେ ନମ୍ର ଓ ଚୂର୍ଣ୍ଣମନା ଲୋକମାନଙ୍କ ସହିତ ସେ ବାସ କରନ୍ତି। ସେ ଗର୍ବିତ ଲୋକମାନଙ୍କ ପାଖରେ ରହିବା ପରମେଶ୍ୱର ନୁହନ୍ତି, ସେ ନମ୍ର ଲୋକମାନଙ୍କୁ ସେ ପ୍ରେମ କରନ୍ତି, ସେ ନମ୍ର ଲୋକମାନଙ୍କ ସହିତ ରୁହନ୍ତି, ସେମାନଙ୍କ ମଧ୍ୟରେ ସେ ବାସ କରନ୍ତି। ଏଣୁକରି ହେ ମନୁଷ୍ୟ ଯାହା ଉତ୍ତମ ତାହା ସେ ତୁମକୁ ଜଣାଏ ଅଛନ୍ତି, ନ୍ୟାୟଚରଣ ଦୟା ଭଲ ପାଇବା ଆଉ ନମ୍ର ଭାବରେ। ଆଜି ଆମେ ଏ ବିଷୟ ଆଲୋଚନା କରୁଛୁ, ଯେହେତୁ ମୁଁ ନମ୍ର ଭାବରେ ତୁମ୍ଭ ପରମେଶ୍ୱରଙ୍କ ସହିତ ଗମନାଗମନ କରିବାର ଏହା ଛଡ଼ା ସଦାପ୍ରଭୁ ଆଉ ତୁମ୍ଭଠାରୁ କ'ଣ ଚାହାନ୍ତି। ଏଣୁକରି ଆଜି ଯେଉଁ ମୋର ପ୍ରସଙ୍ଗ ହେଉଛି ନମ୍ରତାର ସହିତ ସଦାପ୍ରଭୁଙ୍କ ଠାରେ ଗମନାଗମନ କରିବା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଇସ୍ରାଏଲ ଲୋକମାନଙ୍କ ହୃଦୟ ଈଶ୍ୱରଙ୍କ ପ୍ରତି ଜଡ଼ତା ହେଇଯାଇଥିଲା। ସେମାନେ ଅବାଧ୍ୟତା ହେଇଯାଇଥିଲେ, ପ୍ରଭୁଙ୍କର ଆଜ୍ଞାକୁ ଉଲ୍ଲଂଘନ କରୁଥିଲେ, ପରମେଶ୍ୱରଙ୍କର ବିରୁଦ୍ଧାଚରଣ କରୁଥିଲେ, ପରମେଶ୍ୱରଙ୍କର ମନକୁ ସେମାନେ ଆଘାତ କରୁଥିଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଉ ସେମାନେ ପରମେଶ୍ୱରଙ୍କର ବାକ୍ୟକୁ ତୁଚ୍ଛ କରୁଥିଲେ। ସେମାନେ ପରମେଶ୍ୱରଙ୍କର ଆଜ୍ଞାକୁ ଅମାନ୍ୟ କରିବା ତାହା ତୁଚ୍ଛ କରିବା ତାହା ଅଟେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯାହା ଦ୍ୱାରା ପରମେଶ୍ୱରଙ୍କର କୋପ କ୍ରୋଧ ସେମାନଙ୍କ ଉପରେ ପଡ଼ିଲା। ଯେଉଁମାନେ ପରମେଶ୍ୱରଙ୍କର ଇଚ୍ଛାରେ ଚାଲନ୍ତି ନାହିଁ, ଯେଉଁମାନେ ପରମେଶ୍ୱରଙ୍କର ଆଉ ସନ୍ତୋଷର କାରଣ ହୁଅନ୍ତିନି, ମୋର ପ୍ରିୟମାନେ, ସେମାନେ କେବେ ମଧ୍ୟ ସ୍ଥିର ହେଇକି ରହିପାରିବେ ନାହିଁ। ସେମାନେ କେବେ ମଧ୍ୟ, ମୋର ପ୍ରିୟମାନେ, ଆଉ ଆଗକୁ ବଢ଼ିପାରିବେ ନାହିଁ। କାରଣ ସେମାନେ ପରମେଶ୍ୱର ବିହୀନ ଜୀବନ କାଟୁଛନ୍ତି। ପରମେଶ୍ୱରଙ୍କ ସହିତ ସେମାନଙ୍କର ସମ୍ପର୍କ ଠିକ ନାହିଁ। ଏଣୁକରି ଆଜି ପରମେଶ୍ୱର ଚାହାନ୍ତି ଯେ ଆପଣଙ୍କ ସହିତ ଗୋଟେ ଫ୍ରେଣ୍ଡ ହେବା ପାଇଁ, ଆପଣଙ୍କ
ସାଙ୍ଗରେ ରହିବା ପାଇଁ ସେ ଚାହାନ୍ତି। ମୋର ପ୍ରିୟମାନେ, ଯଦି ଆପଣ ନମ୍ରତାର ସହିତ ପରମେଶ୍ୱରଙ୍କ ଠାରେ ଗମନାଗମନ କରିବେ, ପ୍ରାର୍ଥନାର ସହିତ ବାକ୍ୟରେ ଆପଣ ଲାଗି ରହିବେ, ଈଶ୍ୱରଙ୍କ ସେବାରେ ଲାଗି ରହିବେ, ଆପଣଙ୍କ ଭିତରେ ଯଦି ନମ୍ରତାର ଗୁଣ ଅଛି, ଆପଣ ଯେକୌଣସି ବିଷୟ କରିବେ ତାହା ଆପଣ ସଫଳୀକୃତ ହେବେ। କାରଣ ସେ ଯାହା ସହିତ ବାସ କରନ୍ତି, ମୋର ପ୍ରିୟମାନେ, ପ୍ରଭୁ ଯୀଶୁ, ଆମେ ଏ ବିଷୟକୁ ଆଲୋଚନା କରିବା। ଆଉ ମୋର ପ୍ରିୟ ପରମେଶ୍ୱରଙ୍କ ପୁତ୍ର ପ୍ରଭୁ ଯୀଶୁ ସେ ଯାହା ସହିତ ବାସ କରନ୍ତି ତାର କୌଣସି ବିଷୟ କେବେ କମି ଘଟି ହେବ ନାହିଁ। କାରଣ ସେ ଆଉ ଲେଖାଯାଏ, ଆଉ ଜିସାଇ ପୁସ୍ତକ ତାର 57 ତାର 15 ପଦରେ ଲେଖାଯାଏ, କାରଣ ଯିଏ ଅନନ୍ତ କାଳୀନବାସୀ, ଯାହାଙ୍କର ନାମ ଧର୍ମମୟ, ସେଇ ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କୁହନ୍ତି, ଆମ୍ଭେ ଉର୍ଦ୍ଧ୍ୱ ଓ ପବିତ୍ର ସ୍ଥାନରେ ବାସ କରୁ, ମଧ୍ୟ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ ଓ ନମ୍ର ଲୋକମାନଙ୍କ ସାଙ୍ଗରେ ବାସ କରିବା। ମୋର ପ୍ରିୟମାନେ, ପ୍ରଭୁ ଯୀଶୁ ସେ ନିଜେ କହୁଛନ୍ତି ଯେ ଆମେ ଚୂର୍ଣ୍ଣମନା ଓ ନମ୍ର ଲୋକମାନଙ୍କ ସହିତ ଆମେ ବାସ କରିବା। ମୋର ପ୍ରିୟମାନେ, ଯଦି ଆମେ ନମ୍ର ହେବା, ଯଦି ଆମେ ପରମେଶ୍ୱରଙ୍କ ଠାରେ ଅନୁତାପ କରିବା, ଯଦି ଆମେ ଯେକୌଣସି ଭୁଲ କରିଛୁ, ଯେକୌଣସି ପାପ କରିଛୁ, ଯଦି ଆମେ ପଶ୍ଚାତାପ କରିବା, ମୋର ପ୍ରିୟମାନେ, ଆହୁରି ଆମେ ନମ୍ରତାର ସହିତ ପ୍ରଭୁଙ୍କ ଠାରେ ଯଦି ଆମେ ଫେରି ଆସିବା, ମୋର ପ୍ରିୟମାନେ, ଆମ ଜୀବନରେ 9ଟି ଆଶୀର୍ବାଦକୁ ଆମେ ଦେଖିପାରିବା। ଗୋଟେ ନୁହେଁ, 2ଟା ନୁହେଁ, 3ଟା ନୁହେଁ, 9ଟି ଆଶୀର୍ବାଦ। କାରଣ ଆମେ ହେବା, କାରଣ ପରମେଶ୍ୱର ସେ ନମ୍ର ଲୋକମାନଙ୍କ ସହିତ ସେ ବାସ କରନ୍ତି। ଯଦି ସେ ଆମ ସହିତ ବାସ କରିବେ, ମୋର ପ୍ରିୟମାନେ, ସେ ଯୋଉ ଜାଗାରେ ଠିଆ ହୁଅନ୍ତି ସେଇ ଜାଗା ବଦଳିଯାଏ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ଆପଣମାନେ ଦେଖିବେ, ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ବିବାହ ଭୋଜ ସେ କାନା ନଗରରେ ପ୍ରଭୁ ଥିଲେ, ତାହାଙ୍କର ଉପସ୍ଥିତି ଥିଲା ପ୍ରଭୁ ଯୀଶୁଙ୍କର। ଦ୍ରାକ୍ଷାରସ ସରିଗଲା, ଅଦ୍ଭୁତ ଭାବରେ ଜଳ ଦ୍ରାକ୍ଷାରସରେ ପରିଣତ ହୋଇଗଲା। 5ଟି ରୁଟି 2ଟି ମାଛ, ମୋର ପ୍ରିୟମାନେ, ପ୍ରଭୁ ଯୀଶୁଙ୍କର ଉପସ୍ଥିତି ଥିବାରୁ, ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, 5000 ଊର୍ଦ୍ଧ୍ୱ ଲୋକ ଖାଇଲେ, ସମସ୍ତେ ପରିତୃପ୍ତ ହେଲେ, ଆଉ 12 ଡୋଳା ବଳିଗଲା। ମୋର ପ୍ରିୟ ପ୍ରଭୁ ଯୀଶୁ, ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଯୀଶୁଙ୍କର ଉପସ୍ଥିତି ସମସ୍ତ ବନ୍ଧନକୁ ମୁକ୍ତ କରିଦିଏ। ଯଦି ଆମେ ଦେଖିବା, ଲାଚାର 4 ଦିନର ମରିଯାଇଥିବା, ସଢି ପଚି ଯାଇଥିବା, ଦୁର୍ଗନ୍ଧ ହୋଇଯାଇଥିବା ସେହି ମୃତ ଲାଜା କବରରୁ ବାହାରି ଆସିଲା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ସେହି ପରମେଶ୍ୱର ଆପଣଙ୍କ ଜୀବନରେ ଆଶ୍ଚର୍ଯ୍ୟ କର୍ମ କରିବେ। ଯଦି ତାହାଙ୍କର ଉପସ୍ଥିତି ଆପଣଙ୍କ ଜୀବନରେ ଆସିବ, ଯଦି ଆପଣଙ୍କ ମଧ୍ୟରେ ପ୍ରଭୁ ଯୀଶୁ ଯଦି ବାସ କରିବେ, ଆପଣଙ୍କ ଜୀବନରେ ଅଲୌକିକ କାର୍ଯ୍ୟ ହେବ। 9ଟି ଆଶୀର୍ବାଦର ଆପଣମାନେ କାରଣ ହେବେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ଆମମାନେ ଦେଖିବା ପ୍ରଥମ ବିଷୟ, ଯଦି ଆମମାନେ ଦେଖିବା, ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଉ ଗୀତ ସଂହିତା 147ର ପ୍ରଥମ ବିଷୟ ଆମେ ଦେଖିବା। ଆଜିର ମୋର ପ୍ରସଙ୍ଗ ହେଲା ଯେ ନମ୍ରତାର ସହିତ ସଦାପ୍ରଭୁଙ୍କ ଠାରେ ଗମନାଗମନ କରିବା। 147ର ତାର 6 ପଦ ଆମେ ଦେଖିବା। ଆଉ ଏଇଠି ଗୋଟିଏ ବିଶେଷ ବିଷୟ ଲେଖା ଅଛି, ଆଉ ଏ ବିଷୟକୁ ଆଜି ଆମେ ଦେଖିବା। ଏଠି ଲେଖାଯାଏ, ଆଉ ସଦାପ୍ରଭୁ ନମ୍ର ଲୋକକୁ ଧରି ରଖିବେ, ସେ ଦୁଷ୍ଟ ମାନଙ୍କୁ ଭୂମି ସାତ କରନ୍ତି। ଯୋଉମାନେ ନମ୍ର ବୋଲି କରି କହିଲେ କଣ, ତାହା ଆମେ ଜାଣିବା ଦରକାର। ଯୋଉମାନେ ନମ୍ରତାର ସହିତ ସଦାପ୍ରଭୁଙ୍କ ଠାରେ, ମୋର ପ୍ରିୟମାନେ, ଗମନାଗମନ କରନ୍ତି,
ନମ୍ରତାର ଅର୍ଥ ନିଜକୁ ଶୂନ୍ୟ କରିବା, ନିଜକୁ ନତ କରିବା। ଆଜି ଅନେକ ଲୋକ ମୋର ପ୍ରିୟମାନେ ବଡ଼ ବଡ଼ ଚାକିରିକୁ ଧରିକି ମୋ ପାଖରେ ଏତେ ବ୍ୟାଙ୍କ ବାଲାନ୍ସ ଅଛି, ମୋ ପାଖରେ ଏତେ ଗାଡ଼ି ଅଛି, ମୋ ପାଖରେ ଏତେ ବଡ଼ ଘର ଅଛି, ମୁଁ ଏତେ ବଡ଼ ଧନୀ ଲୋକ, ସେମାନେ ଚର୍ଚ୍ଚକୁ ଆସିଲେ ବି ତଳେ ବସିକି ଆରାଧନା କରିବେ ନାହିଁ, ଉପାସନା କରିବେ ନାହିଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେମାନଙ୍କ ମଧ୍ୟରେ ଗୋଟିଏ ଏଟିଟ୍ୟୁଡ୍, ସେମାନଙ୍କ ମଧ୍ୟରେ ଗୋଟିଏ ଆଉ ଗର୍ବ ଲେଖାଯାଏ ସଦାପ୍ରଭୁଙ୍କ ଠାରେ। ଆଉ ସଦାପ୍ରଭୁଙ୍କ ବାକ୍ୟରେ ଲେଖା ଅଛି, ଯେଉଁମାନେ ଆପଣା ଆପଣାକୁ ନତ କରନ୍ତି ଯଥା ସମୟରେ ସଦାପ୍ରଭୁ ସେମାନଙ୍କୁ ଉନ୍ନତ କରିବ ଲେଖାଯାଏ। ଯାକୁବ ପୁସ୍ତକରେ ଲେଖା ଅଛି ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେଉଁମାନେ ଆଉ ପ୍ରଭୁ ଯୀଶୁଙ୍କ ଠାରେ ଆପଣା ଆପଣାକୁ ନତ କରନ୍ତି, 4:10 ଲେଖାଯାଏ ଯାକୁବ, ଯେଉଁମାନେ ପ୍ରଭୁଙ୍କ ଛାମୁରେ, ଆମେ ପ୍ରଭୁଙ୍କର ଉପସ୍ଥିତିରେ ଅଛୁ। ମୋର ପ୍ରିୟମାନେ, ଆମେ ବେଞ୍ଚରେ ବସିଲେ ଯାକ ଆମର ପ୍ରାର୍ଥନା ଶୁଣିବେ ତାହା ନୁହେଁ। ମୁଁ ବଡ଼ ଲୋକ ବୋଲି ମୁଁ ଦେଖେ ହେଲେ ଯାକ ପ୍ରଭୁ ମୋର ପ୍ରାର୍ଥନା ଶୁଣିବେ ତାହା ନୁହେଁ। ଆମେ ନିଜକୁ ନମ୍ର କରିବା, ନିଜକୁ ଆମେ ନତ କରିବା ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ତେବେ ପ୍ରଭୁ ଆମମାନଙ୍କୁ ସେ ଗ୍ରହଣ କରିବେ। ନିଜକୁ ଆମେ ଶୂନ୍ୟ କରିବା, କାରଣ ସେ ନମ୍ର ଲୋକମାନଙ୍କ ପାଖରେ ସେ ବାସ କରନ୍ତି। ଏଣୁକରି ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଉ ଏଠି ଆମେ ଦେଖିଲୁ ଯେ ସଦାପ୍ରଭୁ ନମ୍ର ଲୋକମାନଙ୍କୁ ଧରି ରଖନ୍ତି, ମାତ୍ର ସେ ଦୁଷ୍ଟମାନଙ୍କୁ ସେ ଭୂମିସାତ କରିବେ। ଯଦି ଆମେ ପ୍ରଭୁକୁ ଜାଣିକି ଆମେ ଯଦି ଦୁଷ୍ଟ ହଉଛୁ, ଯଦି ଆମେ ଭୁଲ ପଥରେ ଯାଉଛୁ, ଯଦି ଆମେ ମନ୍ଦ କାମ କରୁଛୁ, ଖରାପ କାମ କରୁଛୁ, ଦୁଷ୍ଟ ବୋଲି କହିଲେ କ'ଣ? ପ୍ରଭୁ କହିଲେ ମଦ୍ୟପାନ କର ନାହିଁ, ଆମେ ମଦ୍ୟପାନ କରୁଛୁ। ପ୍ରଭୁ କହିଲେ ନିଶା ସେବନ କର ନାହିଁ, ଆମେ ତମ୍ବାକୁ, ଗୁଟକା, ସଫଲ ଅନେକ ବିଷୟ ଆମେ ସେବନ କରୁଛୁ। ଆମେ ପ୍ରଭୁଙ୍କ ଦୃଷ୍ଟିରେ ଆମେ ନମ୍ର ହୋଇପାରୁନୁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଉ ପରମେଶ୍ୱର ନମ୍ର ଲୋକମାନଙ୍କୁ ସେ ଧରି ରଖିବେ। ଆପଣ ଯୁଆଡ଼େ ଯାଆନ୍ତୁ ପ୍ରଭୁଙ୍କର ହସ୍ତ ଆପଣଙ୍କ ଉପରେ ଥିବ। ଯଦି ଆପଣ ଏ ପାପ ଠାରୁ, ନିଶା ଠାରୁ ନିଜକୁ ଯଦି ମୁକ୍ତ କରିବେ, ଆଉ ନିଜକୁ ନମ୍ର କରିବେ, ନିଜକୁ ଶୂନ୍ୟ କରିବେ, ମୁଁ କିଛି ନୁହେଁ, ମୁଁ ଯୀଶୁଙ୍କ ରକ୍ତରେ ଧତ ହେଇଛି, ପ୍ରଭୁ ଯୀଶୁ ମୋତେ ନିଜ ରକ୍ତ ବୁହାଇକି କିଣିଛନ୍ତି, ମୁଁ ଆଉ ପାପ କରିବି ନାହିଁ, ଏହା କହିକି ଆପଣ ନମ୍ର ହେବେ। ଆହୁରି ମୋର ପ୍ରିୟମାନେ, ପ୍ରଭୁଙ୍କ ସହିତ ଯଦି ଗମନାଗମନ କରିବେ, ପ୍ରଭୁଙ୍କର ହସ୍ତ ଆପଣଙ୍କୁ ଧରି ରଖିବ। ଆପଣ କେବେ ଝୁଣ୍ଟି ପଡ଼ିବେ ନାହିଁ, ଶତ୍ରୁ କେବେ ଆପଣଙ୍କୁ ସେ ଆଉ ପରାସ୍ତ କରିପାରିବ ନାହିଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଣୁକରି ପ୍ରଭୁ ଆମମାନଙ୍କୁ ଧରି ରଖିବେ। ପ୍ରଥମ ବିଷୟ ହେଲା ପ୍ରଭୁ ଆମମାନଙ୍କୁ ଧରି ରଖିବେ। ଦ୍ୱିତୀୟ ବିଷୟ ଆମେ ଦେଖିବା, ଗୀତ ସଂହିତା ତାର 10 ଅଧ୍ୟାୟର ତାର 17 ପଦରେ ଲେଖାଯାଏ। ଆଉ ସଦାପ୍ରଭୁ ଆମେ ଦେଖିଲୁ ଯେ ସଦାପ୍ରଭୁ ନମ୍ର ଲୋକମାନଙ୍କର ହସ୍ତକୁ ଧରି ରଖନ୍ତି, ବା ନମ୍ର ଲୋକମାନଙ୍କୁ ସେ ଧରି ରଖିବେ ସଦାପ୍ରଭୁ। ଆମେ ଏବେ ସେକେଣ୍ଡ ବିଷୟ ଦେଖିବା ଯେ ସଦାପ୍ରଭୁ ନମ୍ର ଲୋକମାନଙ୍କର ପ୍ରାର୍ଥନାକୁ ଶୁଣନ୍ତି। ଗୀତ ସଂହିତା ତାର 10:17 ପଦରେ ଲେଖାଯାଏ, ହେ ସଦାପ୍ରଭୁ, ତୁମ୍ଭେ ନମ୍ର ଲୋକମାନଙ୍କର ବାଞ୍ଛା ଶୁଣିଅଛ, ତୁମ୍ଭେ ସେମାନଙ୍କର ଅନ୍ତଃକରଣ ପ୍ରସ୍ତୁତ କରିବ, ତୁମ୍ଭେ ଶୁଣିବା ପାଇଁ ଆପଣା କର୍ଣ୍ଣ ଡେରିବ। ଯେତେବେଳେ ଆମେ ନମ୍ର ହୋଇକି ଆମେ ପ୍ରଭୁଙ୍କ ସହିତ ଗମନାଗମନ କରିବା, ଆମର ମନର ପ୍ରତ୍ୟେକ ମନୋବାଞ୍ଛାକୁ ପ୍ରଭୁ ପୂରା କରିବେ। ଆମେ ଯାହା ପ୍ରାର୍ଥନା କରିବା, ମୋର ପ୍ରିୟମାନେ, ଲେଖାଯାଏ ଆଉ ତୁମମାନଙ୍କର ପ୍ରାର୍ଥନା କରିବା ପୂର୍ବରୁ ତୁମମାନଙ୍କର କ'ଣ ପ୍ରয়োଜନ ତାହା ତୁମମାନଙ୍କ ସ୍ୱର୍ଗସ୍ଥ ପିତା ଜାଣନ୍ତି, କିନ୍ତୁ ପ୍ରଥମରେ ତାଙ୍କ ରାଜ୍ୟ ଧାର୍ମିକତା ଅନ୍ୱେଷଣ କର, ଆଉ ସମସ୍ତ ବିଷୟ ତୁମମାନଙ୍କୁ ଦିଆଯିବ। ମାଥିୟ ତାର 6:33 ପଦରେ ଲେଖାଯାଏ।
ঠিক তদ্রূপ মোর প্রিয় যদি আমি নম্র হইকি যদি আমি নম্রতার সহিত যদি সদা প্রভুଙ୍କ ଠାରେ যদি আমি গমନାଗମନ କରିବା মোর প্রিয় প্রভুଙ୍କ ଲୋକମାନେ ଆମମାନଙ୍କର ସମସ୍ତ ମନବାଞ୍ଛାକୁ ପ୍ରଭୁ ପୂରା କରିବେ। ଯେମିତି ଲେଖାଯାଏ ପ୍ରଥମ କରନ୍ତେ ତାର ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଆଉ ତାର 2:9 ପଦ ପରି ଲାଗୁଛି। ଆମେ ଦେଖିବା ସେ ଜାଗାରେ ଗୋଟେ ବିଷୟ ଲେଖା ଅଛି ଆଉ ସେ ସ୍ଥାନରେ ଏ ପ୍ରକାର ଲେଖାଯାଏ ଆଉ ଆମର ପଢିବା ସେ ବିଷୟକୁ ତାର 2:9 ପଦରେ କିନ୍ତୁ ଯେପରି ଲେଖା ଅଛି ଚକ୍ଷୁ ଯାହା ଦେଖି ନାହିଁ କର୍ଣ୍ଣ ଯାହା ଶୁଣି ନାହିଁ ଆଉ ମନୁଷ୍ୟ ହୃଦୟରେ ଯାହା ଜାତ ହୋଇନାହିଁ ଯେ ସମସ୍ତ ବିଷୟ ଈଶ୍ୱର ଆପଣା ପ୍ରେମକାରୀ ଲୋକମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି। ଦେଖନ୍ତୁ ପ୍ରଭୁ ଆମ ପାଇଁ ସବୁ ରଖିଛନ୍ତି ତାହାଙ୍କର ଇଚ୍ଛା ଯେ ଆମେ ସବୁ ଆଶୀର୍ବାଦ ପାଉ କିନ୍ତୁ ମୋର ପ୍ରିୟମାନେ ଆମେ କେବଳ ଯୀଶୁକୁ ଜାଣିଛୁ ନା ଆମ ଜୀବନରେ ଆଶୀର୍ବାଦ ଅଛି ନା ଆମ ଜୀବନରେ ଆମର କୌଣସି ଇଚ୍ଛା ପୂରଣ ହେଉଛି। କାହିଁକି? କାରଣ ପାପ ଆମ ହୃଦୟରେ ଭର୍ତ୍ତି କରିକି ଆମେ ରଖିଛୁ। ଆମ ଜୀବନରେ ଆମେ ଅବାଧ୍ୟତା ଜୀବନ କାଟୁଛୁ କେବଳ ଆମେ ଗର୍ବିତ ଜୀବନ କାଟୁଛୁ ପାପମୟ ଜୀବନ କାଟୁଛୁ ବିଶୃଙ୍ଖଳିତ ଜୀବନ କାଟୁଛୁ ଅଶାନ୍ତିମୟ ଜୀବନ କାଟୁଛୁ ଯାହା ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରେ ନାହିଁ ସେହି ପ୍ରକାର ଆମେ ଜୀବନ କାଟୁଛୁ। ଆଜି ଆମମାନଙ୍କର ଆଚରଣ ବ୍ୟବହାର ଆମମାନଙ୍କୁ ପରମେଶ୍ୱରଙ୍କର ଆଶୀର୍ବାଦ ପାଇବାରେ ବଞ୍ଚିତ କରୁଛି। ଆମମାନେ ପାର୍ଥିବ ଆଶୀର୍ବାଦ ପାଇପାରୁନୁ ଆତ୍ମିକ ଆଶୀର୍ବାଦ ମଧ୍ୟ ଆମମାନେ ପାଇପାରୁନୁ। ଏଠି ଗୋଟେ ବିଷୟ ଲେଖାଯାଏ ପରମେଶ୍ୱର କହିନାହାନ୍ତି ମୁଁ ଆଶୀର୍ବାଦ କରିବି ନାହିଁ। ବାଇବଲରେ ଲେଖା ଅଛି ଯେଉଁମାନେ নম্রতার সহিত পরমেশ্বরଙ୍କ ଠାରେ গমনাগমନ କରିବେ ସେମାନଙ୍କର ମନ ବାଞ୍ଛା ପ୍ରଭୁ ପୂରା କରିବେ। ଆଉ ଦ୍ୱିତୀୟରେ ଲେଖାଯାଏ ଯେ ଆଉ ଯଦି ଆମେ ଆପଣା ଅନ୍ତଃକରଣକୁ ପ୍ରସ୍ତୁତ କରିବା ଆପଣା ହୃଦୟରେ ଯଦି ପ୍ରଭୁଙ୍କୁ ସ୍ଥାନ ଦେବା ତାହେଲେ ମୋର ପ୍ରିୟମାନେ ଆମମାନଙ୍କର ପ୍ରତ୍ୟେକ ପ୍ରାର୍ଥନାକୁ ଶୁଣିବା ପାଇଁ ସେ ଆପଣା କର୍ଣ୍ଣକୁ ଡେରିବେ। ମୋର ପ୍ରିୟମାନେ ଆଜି ବାଇବଲ ଗୋଟେ ରାସ୍ତାରେ ଆମେ ଗୋଟେ ରାସ୍ତାରେ ଅଛୁ। ଦାଉଦ କଣ ବୋଲି କହିଲେ ଗୀତ ସଂହିତା 119 ତାର 105 ତୁମ ବାକ୍ୟ ମୋ ଚରଣ ପାଇଁ ପ୍ରଦୀପ ଆଉ ମୋ ପଥ ପାଇଁ ଆଲୁଅ ଅଟେ। ମୋର ପ୍ରିୟମାନେ ଆଜି ଈଶ୍ୱରଙ୍କର ବାକ୍ୟ ଗୋଟେ ଆଡେ ଆମେ ଗୋଟେ ଆଡେ ଚାଲୁଛୁ। ମୋର ପ୍ରିୟମାନେ ଆମର ପ୍ରତ୍ୟେକ ମନୋବାଞ୍ଛା ପୂରା ହେଇପାରୁନି। ଶୈତାନ ଜାଣିଛି ଏ ଯଦି ପ୍ରାର୍ଥନା କରିବ ୟାର ପ୍ରତ୍ୟେକ ଇଚ୍ଛାକୁ ପରମେଶ୍ୱର ପୂରା କରିବେ। ଏ ଯଦି ନମ୍ର ହେବ ତାହେଲେ ୟାର ସମସ୍ତ ମନୋବାଞ୍ଛାକୁ ପ୍ରଭୁ ପୂରା କରିବେ। ୟାକୁ କି ପ୍ରକାର ମୁଁ ଭୁଲ ରାସ୍ତାରେ ନେବି କି ପ୍ରକାର ୟାକୁ ମୁଁ ପାପରେ ପତିତ କରିବି ୟାକୁ ପ୍ରଭୁଙ୍କ ସମ୍ପର୍କରୁ କି ପ୍ରକାର ମୁଁ ବିଚ୍ଛିନ୍ନ କରିବି। ଏଣୁକରି ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଶୈତାନ ସେ ବାରମ୍ବାର ଆମମାନଙ୍କୁ ତଳେ ପକାଉଛି। ଆଜି ଆମେ ନିଜକୁ ପ୍ରସ୍ତୁତ କରିବା ଆଉ ସଦା ପ୍ରଭୁଙ୍କ ଠାରେ ଆମେ ଗମନାଗମନ କରିବା। କେମିତି ଗମନାଗମନ କରିବା? নম্রତାର ସହିତ। ତେବେ ମୋର ପ୍ରିୟମାନେ ପରମେଶ୍ୱର ଆମମାନଙ୍କର ପ୍ରାର୍ଥନାକୁ ଶୁଣିବେ। ଏଇଟା ହେଲା ଦ୍ୱିତୀୟ ବିଷୟ। ସେ নম্র ଲୋକମାନଙ୍କର ପ୍ରାର୍ଥନାକୁ ଶୁଣନ୍ତି ଆଉ ସେମାନଙ୍କର ମନବାଞ୍ଛାକୁ ପୂରା କରନ୍ତି। 3 ନମ୍ବର ଯଦି ଆମେ ଦେଖିବା 138 ସଦାପ୍ରଭୁଙ୍କ ଦୃଷ୍ଟି নম্ର ଲୋକମାନଙ୍କ ପ୍ରତି ଥାଏ କିନ୍ତୁ ସେ ଗର୍ବିକୁ ଦୂରରୁ ଚିହ୍ନନ୍ତି। 138 ଆମେ ଦେଖିବା ତାର 6 ପଦରେ ହିନ୍ଦୀରେ ଲେଖା ଅଛି परमेश्वर यदि भी परमेश्वर महान है नम्र मनुष्य की ओर वो दृष्टिपात करता है बोल के लिखा है। यदि भी से महान अटंती से नम्र लोक मान प्रति पुणी से दृष्टिपात करती।
ଆପଣମାନେ ହିନ୍ଦୀରେ ପଢ଼ିଲେ ଆପଣମାନେ ସ୍ପଷ୍ଟ ଭାବରେ ଜାଣିବେ। ଏଠି ଲେଖା ଯେ ଓଡ଼ିଆରେ ଲେଖା ଅଛି, ଯେହେତୁ ସଦାପ୍ରଭୁ ଉଚ୍ଚ ହେଲେ ନିଚ ଲୋକମାନଙ୍କ ପ୍ରତି ଦୃଷ୍ଟି କରନ୍ତି। ନିଚ ବୋଲି ଯୋଉଟା ଲେଖା ଅଛି ସେ ଜାଗାରେ ନମ୍ର ବୋଲି ଲେଖା ଅଛି। ହିନ୍ଦୀରେ ଆପଣମାନେ ପଢ଼ିବେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, यदि भी परमेश्वर महान है फिर भी नम्र मनुष्य की ओर वो दृष्टिपात करता है, मगर अहंकारी को वो दूर से ही पहचानता है बोल के लिखा है। नम्र लोक मान प्रति सदा प्रभुंकर दृष्टि अच्छी। से माने जुआड़े जानती प्रभुंकर दृष्टि नजर से मान को पर थाए। आपण जानी नाती आपण को प्रति कौन विपद अच्छी, किंतु प्रभु को जଣା। आउ से आपण को केबे विपद पड़िबा पाई देबे नहीं, केबे आपण आउ विपदर सामना करिवे नहीं। कारण मोर प्रिय माने से नम्र लोक मान को धरी रखंती, नम्र लोक मान को सहित से बास करंती। जदि आपण नम्रतार सहित गमनागमन करिवे, एहा छड़ा सदा प्रभु का को कौन आवश्यक? आपण को टंका आवश्यक नहीं, आपण को सुना आवश्यकता नहीं, आपण को धन आवश्यकता नहीं। आपण नम्र है कि सदा प्रभु ठारे आपण गमनागमन करंतु। परमेश्वर आपण को आशीर्वाद करिवे। मोर प्रिय प्रभु लोक माने, कारण से गर्वी को दूर चुनंती। गलियात एते बड़ वीर आमे देखुछु। दाऊद एक छोट बांगरा लोक थिला, जे कि मेष चरुथिला। ता भाई माने सबु मिलिटरी फोर्स रे थिले, किंतु ए व्यक्ति जनक मेष चरुथिला। आ दिन को 7 थर आंटू भांगी प्रार्थना करथिला, परमेश्वर को प्रशंसा करथिला। परमेश्वर को शक्ति, स्वर्गीय शक्ति ता जीवन रे से प्राप्त ही थिला। आ परमेश्वर आत्मा दाऊदଙ୍କ ଉପରେ ଥିଲା। ଆଉ ଯେତେବେଳେ ଗଲିଆତ ଆସି କହିଲା, हे इस्राएल ଲୋକମାନେ କିଏ ଅଛ ଯେ ମୋ ସହିତ ଯୁଦ୍ଧ କରିବ? ଆଜି ମୋ ହାତରୁ ତୁମ ପରମେଶ୍ୱର, ତୁମ ଈଶ୍ୱର ସେ ରକ୍ଷା କରିପାରିବେନି ତୁମମାନଙ୍କୁ। ଏ ପ୍ରକାର ସେ ଯେତେବେଳେ କହିବା ସମୟରେ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଦାଉଦ ଆଉ ସେ ଦୌଡ଼ି ଆସିଲା। ମୋର ପ୍ରିୟ ମାନେ, ଆହୁରି ସେ ଆଉ ଗଲିଆତ ସହିତ ଯୁଦ୍ଧ କଲା। ମାତ୍ର 5ଟି ପଥରରେ ତାହାକୁ ଫିନିଶ କରିଦେଲା। ଆଜି ମୁଁ କହିବା ପାଇଁ ଚାହୁଁଛି ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ପରମେଶ୍ୱରଙ୍କ ଠାରେ ଯଦି ଆମେ ଲାଗିକି ଅଛୁ, ଗମନାଗମନ କରୁଛୁ, ଆମେ ପ୍ରାର୍ଥନାମୟ ଜୀବନ କାଟୁଛୁ, ମୋର ପ୍ରିୟ ମାନେ ଆମେ ଯଦି ନମ୍ର ହୋଇଛୁ, ତାହେଲେ ପରମେଶ୍ୱର କେବେ ଆମମାନଙ୍କୁ ଛାଡ଼ିବେନି। ପରମେଶ୍ୱର କେବେ ଆମମାନଙ୍କୁ ତ୍ୟାଗିବେ ନାହିଁ। ପରମେଶ୍ୱର କେବେ ଆମମାନଙ୍କୁ ପାସରିବେ ନାହିଁ। ତାହାଙ୍କ ଦୃଷ୍ଟି ସବୁବେଳେ ଆମ ସାଥିରେ ଥିବ। ଆମେ କାହା ସହିତ କଥା ହଉଛୁ, ମୋର ପ୍ରିୟ ମାନେ, ତାହା ପ୍ରଭୁ ଅନୁସନ୍ଧାନ କରିବେ। ଆମେ କୋଉ ଜାଗାକୁ ଯାଉଛୁ, ତାହା ମଧ୍ୟ ପ୍ରଭୁ ଅନୁସନ୍ଧାନ କରିବେ। ଯଦି ଆମେ ଦେଖିବା, ଆଉ 139ରେ ଲେଖାଯାଏ, ତାର 1 ପଦ 2 ପଦ 3 ପଦରେ ଲେଖା ଅଛି, ସେ ଆମର ସମସ୍ତ ବିଷୟ ଅନୁସନ୍ଧାନ କରନ୍ତି, ଆମର ପରିଚୟ ନିଅନ୍ତି। କଣ କଣ ପରିଚୟ ନିଅନ୍ତି? ବସିବାର, ଉଠିବାର, ସେ ଦୂରରୁ ଆମର ସଂକଳ୍ପ ବୁଝୁଅଛନ୍ତି। ପୁଣି ମୋର ପ୍ରିୟ ମାନେ, ଆମମାନଙ୍କର ଗମନ ଶୟନ କରିବାର ଆମମାନଙ୍କର ସମସ୍ତ ଗତିବିଧିକୁ ସେ ଅନୁସନ୍ଧାନ କରୁଛନ୍ତି। ପୁଣି ଆଜି ମୁଁ ଆପଣମାନଙ୍କୁ କହିବା ପାଇଁ ଚାହୁଁଛି, ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ଆଜି ମଧ୍ୟ ଆମେ ନମ୍ର ହେଇନୁ, ପ୍ରଭୁଙ୍କ ଠାରେ ନିଜକୁ ସମର୍ପଣ କରିନୁ, ନିଜକୁ ଯଦି ଆଜି ଆମେ ଆଉ ମୋର ପ୍ରିୟ ମାନେ ପ୍ରଭୁଠାରେ ସମର୍ପଣ କରିନୁ, ଆଜି ମଧ୍ୟ ସୁଯୋଗ ଅଛି ଆମେ ନିଜକୁ ପରିବର୍ତ୍ତନ କରିବା, ନିଜକୁ ଆମେ ବଦଳାଇବା। ପରମେଶ୍ୱରଙ୍କ ଦୃଷ୍ଟି ସଦାସର୍ବଦା ଆମ ସହିତ ରହିବ। 4 ନମ୍ବର ବିଷୟ ଆମେ ଦେଖିବା,
ଯଦି ଆମେ ନମ୍ର ହେବାନି ତାହେଲେ ପରମେଶ୍ୱରଙ୍କ ରାଜ୍ୟର ଅଧିକାରୀ ହେଇପାରିବା ନାହିଁ। ଆମେ ଯେତେବେଳେ ନମ୍ର ହେବା ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଆମେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବା। ମାଥ୍ୟୁ ତାର 18 ଅଧ୍ୟାୟରେ ଲେଖାଯାଏ, କ'ଣ ବା ଲେଖା ଅଛି ମୁଁ ଆପଣମାନଙ୍କ ପାଇଁ ପଢ଼ିଦେବା ପାଇଁ ଚାହେଁ। ମୁଁ ତୁମମାନଙ୍କୁ ସତ୍ୟ କହୁଛି, ତୁମେମାନେ ଫେରି ସାନ ପିଲାଙ୍କ ପରି ନ ହେଲେ କୌଣସି ପ୍ରକାରରେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ ନାହିଁ। ଅତ ଯେ କେହି ଏହି ସାନ ପିଲା ପରି ଆପଣଙ୍କୁ ନମ୍ର କରେ ସେ ସ୍ୱର୍ଗ ରାଜ୍ୟରେ ଶ୍ରେଷ୍ଠ। ମୋର ପ୍ରିୟମାନେ, ଯଦି ଆପଣ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା ପାଇଁ ଚାହାନ୍ତି, ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବା ପାଇଁ ଯଦି ଚାହାନ୍ତି, ତାହେଲେ ଆପଣ ନିଜକୁ ସାନ ପିଲା ପରି କରନ୍ତୁ। ସାନ ପିଲା ଯଦି ସେ କାହା ସହିତ ଝଗଡ଼ା ହୁଏ ସାଙ୍ଗେ ସାଙ୍ଗେ ସେ ଭୁଲିଯାଏ ସେ ରାଗକୁ, ସେ କ୍ରୋଧକୁ, ଆଉ ତା ସହିତ ପୁନର୍ବାର ସେ ମିଳିତ ହୁଏ। ପ୍ରଭୁ କହିଲେ, ତୁମେ ଆପଣ ଶତ୍ରୁକୁ ଆତ୍ମତୁଲ୍ୟ ପ୍ରେମ କର। ଶତ୍ରୁକୁ ପ୍ରେମ କର ଆଉ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର। କିନ୍ତୁ ଆମେ ଯଦି ଯାହା ସହିତ ଆମେ ଝଗଡ଼ା ହେଉଛୁ, ଅଶାନ୍ତି ହେଉଛୁ, ତା ସହିତ ଆମେ ବର୍ଷ ବର୍ଷ କାଳ ଧରିକି ଆମେ କଥା ହେଉନୁ, ଗୋଟେ ପିଢ଼ି, 2 ପିଢ଼ି, 3 ପିଢ଼ି ବି ଆମର ପଲେଇ ଯାଉଛି, ତାର ସହିତ ଆମର ଲେନଦେନ କିଛି ରହିବ ନାହିଁ। ସେ ମରିଗଲେ ମରିଯାଉ। ମୋର ପ୍ରିୟମାନେ, ମୁଁ ଆଜି ଆପଣଙ୍କୁ କହିବା ପାଇଁ ଚାହୁଁଛି, এই ଜୀବନ ଅଳ୍ପ ଦିନର ଜୀବନ। এই ଜୀବନରେ ଏତେ ଗର୍ବ କରିବା ଠିକ ନୁହେଁ। ଏଣୁକରି ଆମେ ସାନ ପିଲା ପରି ହେବା, ନିଜକୁ ନମ୍ର କରିବା, ନିଜକୁ ଶୂନ୍ୟ କରିବା, ସମସ୍ତଙ୍କ ସହିତ ପ୍ରେମରେ ରହିବା। କାରଣ ଯଦି ଆମେ ସାନ ପିଲା ପରି ଆପଣଙ୍କୁ ଯଦି ଆମେ ନମ୍ର ନ କରୁ, ତାହେଲେ ଆମେ କୌଣସି ପ୍ରକାରରେ, ଏଠି ଲେଖିଦେଇଛନ୍ତି, କୌଣସି ପ୍ରକାରରେ ଆମେ ସ୍ୱର୍ଗ ରାଜ୍ୟରେ ଆମେ ପ୍ରବେଶ କରିବା ନାହିଁ। ଯଦି ସାନ ପିଲା ପରି ଯଦି ଆମେ ଫେରି ନ ହେବା, ତାହେଲେ କୌଣସି ପ୍ରକାରରେ ବି ଆମେ ଯାଇପାରିବାନି। ଯେତେ ଆମେ ଚେଷ୍ଟା କରୁ, ଯେତେ ଫାଷ୍ଟିଂ ରହୁ, ପ୍ରାର୍ଥନା କରୁ, ଉପବାସ କରୁ, ଯାହା କରୁ, ଯେତେ ଦାନ ଦଶମାଂଶ ଯାହା ଦଉ, ଆମେ ସ୍ୱର୍ଗକୁ ଯାଇପାରିବା ନାହିଁ। ଏଣୁକରି ଲେଖାଯାଏ, ନମ୍ର ଭାବରେ ତୁମ ପରମେଶ୍ୱରଙ୍କ ସହିତ ଗମନାଗମନ କରିବାର ଏହା ଛଡ଼ା ସଦାପ୍ରଭୁ ତୁମଠାରୁ କ'ଣ ଚାହାନ୍ତି? ପ୍ରଭୁ ଆଉ ତୁମଠାରୁ କୌଣସି ବିଷୟ ଇଚ୍ଛା କରୁନାହାନ୍ତି। ଆପଣ ଯେପରି ନମ୍ର ହେବେ, ଆପଣ ଯେପରି ନିଜକୁ ବଦଳାଇବେ, ଆପଣ ଯେପରି ନିଜକୁ ପରିବର୍ତ୍ତନ କରିବେ, ନିଜକୁ ଈଶ୍ୱରଙ୍କ ସନ୍ତାନ ବୋଲି ପ୍ରମାଣିତ କରିବେ, ଏହା ହିଁ ପ୍ରଭୁ ଆପଣଙ୍କ ଠାରୁ ଖୋଜୁଛନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ଆମେ ସ୍ୱର୍ଗକୁ ଯିବା ପାଇଁ ଯଦି ଆଶା ରଖିଛୁ, ତାହେଲେ ଆମେ ନିଜକୁ ନମ୍ର କରିବା। କାରଣ ମୋର ପ୍ରିୟମାନେ, ଧନୀ ବ୍ୟକ୍ତିର କଥା ଆମେ ଭଲ ଭାବରେ ଜାଣିଛୁ। ସେ ମୋର ପ୍ରିୟମାନେ ନରକକୁ ଗଲା, ପ୍ରଭୁକୁ ଜାଣିଥିଲା, ସେ ବାଇବେଲ ବି ପଢ଼ିଥିଲା, ତାଙ୍କ ଘରେ ବି ବାଇବେଲ ଥିଲା, କିନ୍ତୁ ତା ଜୀବନ ପରିବର୍ତ୍ତନ ହୋଇନଥିଲା। ସେ ଫେରି ସାନ ପିଲା ପରି ହୋଇନଥିଲା। ସେ ବଡ଼ ଆଡମ୍ବରରେ ବୁଲୁଥିଲା, ଭଲ ଭଲ ପୋଷାକ ପରିଧାନ କରୁଥିଲା, ସେ ଆମୋଦ ପ୍ରମୋଦ କରୁଥିଲା। ମୋର ପ୍ରିୟମାନେ, ତା ଫାଟକ ପାଖରେ ଜଣେ ମୋର ପ୍ରିୟମାନେ ପୀଡ଼ିତରେ ଥିବା ଅବସ୍ଥାରେ ଥିବା ଲାଜାର ପଡ଼ିକି ରହୁଥିଲା। ତାକୁ ଗୋଟିଏ ଦିନ ଆଦର କଲା ନାହିଁ, ଦୟା କଲା ନାହିଁ। ମୋର ପ୍ରିୟବରେ, ଆଉ ସେଇ ଗୁଣଟା ନମ୍ର ଲୋକମାନଙ୍କ ପାଖରେ ଥିବ। ଅନ୍ୟକୁ ଆଦର କରିବା, ଅନ୍ୟକୁ ସ୍ନେହ କରିବା, ଅନ୍ୟକୁ ପ୍ରେମ କରିବା, ଅନ୍ୟର ଦୁଃଖକୁ ବୁଝିବା, ତାହା ନମ୍ର ଲୋକମାନଙ୍କ ଠାରେ ଦେଖାଯାଏ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଉ ଏଇ ଗୁଣଟା ଧନୀ ବ୍ୟକ୍ତି ପାଖରେ ନଥିଲା। ଦୟା ମନୋଭାବ ନଥିଲା, ପ୍ରେମ ମନୋଭାବ ନଥିଲା, ସାହାଯ୍ୟର ମନୋଭାବ ନଥିଲା। ଆମେ ଦେଖୁଛୁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ସାନ ପିଲାମାନେ କେତେ ତାଙ୍କ ମନ କି ପ୍ରକାର ଥାଏ, ତାହାକୁ ଆପଣ ଚିନ୍ତା କରନ୍ତୁ। ପ୍ରଭୁ ଗୋଟେ ସାନ ପିଲାକୁ ଆଣିକି ଠିଆ କରୁଛନ୍ତି, ଆଉ ଏ ଫେରି ସାନ ପିଲା ପରି ନହେଲେ କୌଣସି ପ୍ରକାର ସ୍ୱର୍ଗକୁ ଯିବ ନାହିଁ। ସେ ସାର୍ଟିଫିକେଟ ଦେଇକି ପଳେଇଗଲେ। ଆପଣ କ'ଣ ହେବା ପାଇଁ ଚାହୁଁଛନ୍ତି କୁହନ୍ତୁ? ମୁଁ ପ୍ରଧାନମନ୍ତ୍ରୀ ବୋଲି କହିବା ପାଇଁ ଚାହୁଁଛନ୍ତି ବୋଲି କୁହନ୍ତୁ। କହିବା ପାଇଁ ଚାହୁଁଛନ୍ତି ମୁଁ ରାଷ୍ଟ୍ରପତି, ମୁଁ ବଡ଼ ଲୋକ, ମୁଁ ବିଡ଼ିଓ ତମର ଘରେ ହେବ। ସ୍ୱର୍ଗକୁ ଯିବା ପାଇଁ ଯୀଶୁଙ୍କ ସନ୍ତାନକୁ ଯଦି ଆପଣ ନମ୍ର ହୋଇପାରିବେ ନାହିଁ, ଫେରି ସାନ ପିଲା ପରି ଯଦି ଆପଣ ହେବେ ନାହିଁ, ସେ ଯାହା ସହିତ ଝଗଡ଼ା ହେଲେ ବି ତୁରନ୍ତ ତା ସହିତ ଯିବ ସେ ଖେଳିବ।
ସେମାନେ ଝଗଡ଼ା ହେଲେ, ମା ବାପା ଦେଖିଲେ, ମା ବାପା ଯେକରି ତମ ପୁଅ ଆମ ପୁଅକୁ ମାରିଲା ବୋଲି କେତେ ଝଗଡ଼ାପାତି ହେବେ। ଦରକାର ପଡ଼ିଲେ ଇଏ ତା ବାଡ଼ିକୁ ଯିବ ନାହିଁ, ଇଏ ତା ବାଡ଼ିକୁ ଆସିବ ନାହିଁ। ଆଉ ସେମାନେ ଝଗଡ଼ାର ସହିତ ମୋର ପ୍ରିୟମାନେ ଦିନ ବିତାନ୍ତି, ମୁହଁ ଦେଖା ଦେଖି ବି ହେବେ ନାହିଁ। ଆଉ ଶେଷରେ ମୋର ପ୍ରିୟମାନେ ଆଉ ସେମାନେ ନିଜ ଜୀବନକୁ ହରାଇବେ ଏ ଧନୀ ବ୍ୟକ୍ତି ପରି। ଆଉ ନରକରେ ଯାଇକି ସେମାନେ କଳବଳ ହେବେ। ମୋର ପ୍ରିୟମାନେ ଆଜି ମଧ୍ୟ ସୁଯୋଗ ଅଛି, ଆମେ ଫେରି ସାନ ପିଲା ପରି ହେବା, ପରମେଶ୍ୱର ଆମମାନଙ୍କୁ ଆଶୀର୍ବାଦ କରିବେ। 5 ନମ୍ବର ବିଷୟ ମୁଁ ଆପଣମାନଙ୍କ ମଧ୍ୟ ରଖିବା ପାଇଁ ଚାହୁଁଛି। 5 ନମ୍ବର ବିଷୟ ହେଲା ନମ୍ର ଲୋକେ ଧନ୍ୟ, କାରଣ ସେମାନେ ପୃଥିବୀର ଅଧିକାରୀ। ଯଦି ଆମେ ନମ୍ର ହେବା, ଏ ପୃଥିବୀର ଅଧିକାରୀ ପ୍ରଭୁ ଆମକୁ କରିବେ। ମାଥିୟ ତାର 5 ଅଧ୍ୟାୟରେ ଲେଖାଯାଏ। ମୋର ପ୍ରିୟମାନେ ଯଦି ଆମେ ନମ୍ର ହେବା ନାହିଁ, ତାହେଲେ ମୋର ପ୍ରିୟମାନେ ଆମେ ଅଧିକାରୀ ହେଇପାରିବା ନାହିଁ। ଯଦି ଆମେ ଦେଖିବା ମଶାଙ୍କ ବିଷୟରେ ଯଦି ଦେଖିବା, ଆଉ ମଶା ପୃଥିବୀସ୍ଥ ସମସ୍ତ ଲୋକଙ୍କ ଅପେକ୍ଷା ଅତି ନମ୍ର ଲୋକ ଥିଲେ। ଏଇଟା ବାଇବଲର ପରମେଶ୍ୱର ସେ ପ୍ରମାଣ ଦେଉଛନ୍ତି। ଆପଣଙ୍କ ବିଷୟରେ ପରମେଶ୍ୱର କହିବାର ଅଛି, ମୋ ବିଷୟରେ ପରମେଶ୍ୱର କହିବାର ଅଛି ଯେ ପୃଥିବୀସ୍ଥ ସମସ୍ତ ଲୋକଙ୍କ ଅପେକ୍ଷା ଆଉ ଏ ବ୍ୟକ୍ତି, ଏ ମୋର ସନ୍ତାନ, ସେ ନମ୍ର ଅଟେ। ଆଉ ମଶା ପରମେଶ୍ୱରଙ୍କର ଗୃହରେ ସେ ବିଶ୍ୱସ୍ତ ଏକ ପାତ୍ର ଥିଲା। ସେ ଏକ ଉତ୍ତମ ସେବକ ଥିଲା, ସେ ଉତ୍ତମ ଏକ ଲିଡର, ଏକ ଉତ୍ତମ ଏକ ନେତୃତ୍ୱ ନେଉଥିବା ଏକ ଲିଡର ଥିଲା। ସେ 6 ଲକ୍ଷ ଲୋକମାନଙ୍କୁ କିଣାନ ଦେଶକୁ ସେ କଳେଇ ନଥିଲା। ସେ ବନ୍ଦିତ୍ୱ ଅବସ୍ଥାରୁ ମୁକ୍ତ କରିକି ପ୍ରଭୁଙ୍କ ନାମରେ ସେ ମୋର ପ୍ରିୟମାନେ ଦୁଗ୍ଧ ମଧୁ ପ୍ରବାହିତ ଦେଶକୁ ବା କିଣାନ ଦେଶକୁ ସେମାନଙ୍କୁ କଳେଇ ନଥିଲା। ପ୍ରଭୁଙ୍କର ଆଜ୍ଞା ପ୍ରମାଣେ ତାକୁ କେତେ ଦୁଃଖ ସହିବାକୁ ପଡ଼ିଲା, କେତେ ଲୋକଙ୍କର କଥା ଶୁଣିବାକୁ ପଡ଼ିଲା, ତଥାପି ସେ କାହାକୁ ବି ସେ ପଦେ ହେଲେ ଉତ୍ତର ଦେଇନି। ବରଂ ସେ ନମ୍ର ହେଇକି ପ୍ରଭୁଙ୍କ ଠାରେ ଉବୁଡ଼ ହେଇକି ନିଜକୁ ଶୂନ୍ୟ କରିକି ନମ୍ର କରିକି ପ୍ରଭୁଙ୍କର ପାଦ ତଳେ ପଡ଼ି ଯାଉଥିଲା। ଆଉ କହୁଥିଲା, ପ୍ରଭୁ ଏମାନଙ୍କର ଭୁଲକୁ କ୍ଷମା କର। ମୋର ପ୍ରିୟମାନେ ଏଇଭଳି ନମ୍ରଶୀଳ ମଶା ଥିଲେ। ଆଉ ପ୍ରଭୁ ପ୍ରମାଣ ଦେଉଛନ୍ତି ଯେ ସମସ୍ତ ପୃଥିବୀର ଲୋକମାନଙ୍କର ଅପେକ୍ଷା ମଶା ଅତି ନମ୍ର ଲୋକ ଥିଲେ। ଯଦି ଆମେ ନମ୍ର ହେବା, ତାହେଲେ ଆମେ ପୃଥିବୀର ଅଧିକାରୀ ହେବା। ଆମେ ଯୋଉଠି ପାଦ ପକାଇବା, ସେ ଇଲାକା, ସେ ଏରିଆ, ସେ ପଞ୍ଚାୟତ, ବ୍ଲକ, ସେ ଜିଲ୍ଲା, ପ୍ରଭୁ ଆମମାନଙ୍କୁ ଅଧିକାରୀ କରାଇବେ। କୋଣେ ଅନୁକୋଣେ ତାହାକୁ ସୁସମାଚାର ପହଞ୍ଚାଇବା ପାଇଁ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରିବେ। ଏକ ଉତ୍ତମ ଲିଡର ହେବା ପାଇଁ ସାହାଯ୍ୟ କରିବେ। ଉତ୍ତମ ଏକ ପାଳକର ଦାୟିତ୍ୱ ଆମମାନଙ୍କୁ ତୁଳେଇବା ପାଇଁ ସାହାଯ୍ୟ କରିବେ। ଉତ୍ତମ ଭାବରେ ନେତୃତ୍ୱ ନେବା ପାଇଁ ପ୍ରଭୁ ଆମମାନଙ୍କୁ ଜ୍ଞାନ ଦେବେ, ବୁଦ୍ଧି ଦେବେ, ପବିତ୍ର ଆତ୍ମାଙ୍କର ସାମର୍ଥ୍ୟ ଶକ୍ତି ଦେବେ। ଏଣୁକରି ଆଜି ଆମେ ନିଜକୁ ପରିବର୍ତ୍ତନ କରିବା, ନମ୍ର କରିବା, ଯାହାଦ୍ୱାରା ପ୍ରଭୁ ସେ ପ୍ରମାଣିତ କରିବାର ଅଛି ଆମମାନଙ୍କ ଜୀବନରେ ଯେ ମୋର ସନ୍ତାନ ନମ୍ର ବୋଲି। ଯଦି ଆମେ ନମ୍ର ହେବାନି, ଆମେ ପୃଥିବୀର ଅଧିକାରୀ ହେଇପାରିବାନି। ଯଦି ଆମେ ନମ୍ର ହେବା, ମୋର ପ୍ରିୟମାନେ ପ୍ରଭୁ ସମସ୍ତ ବିଷୟର ଅଧିକାରୀ ଆମମାନଙ୍କୁ କରାଇବେ। ଆମେ 5 ନମ୍ବର ଦେଖିଗଲୁ, ଏବେ 6 ନମ୍ବର ଦେଖିବା। 6 ନମ୍ବର ହେଲା ଯେ ନମ୍ରତା ରୂପ ବସ୍ତ୍ରକୁ ଆମେ ପରିଧାନ କରିବା। ପ୍ରଥମ ପିତର ତାର 5 ପଦରେ ଲେଖାଯାଏ, ଆମେ ଦେଖିବା। ନମ୍ରତା ରୂପ ବସ୍ତ୍ରକୁ ଆମେ ପରିଧାନ କରିବା। ଏଠି ଲେଖାଯାଏ, ସେହିପରି ହେ ଯୁବକ ମାନେ, ତୁମ୍ଭେ ମାନେ ପ୍ରାଚୀନ ମାନଙ୍କର ବଶୀଭୂତ ହୁଅ, ସମସ୍ତେ ପରସ୍ପର ପ୍ରତି ନମ୍ରତା ରୂପ ବସ୍ତ୍ର ପରିଧାନ କର। କାରଣ ଈଶ୍ୱର ଅହଙ୍କାରୀ ମାନଙ୍କ ପ୍ରତିରୋଧ କରି ନମ୍ର ଲୋକମାନଙ୍କୁ ଅନୁଗ୍ରହ
କରନ୍ତି। ଆମେ ପରସ୍ପର ଆମେ ବଶୀଭୂତ ହେବା ଆଉ ନମ୍ରତା ରୂପ ବସ୍ତ୍ରକୁ ଆମେ ପରିଧାନ କରିବା, ଏହା କୁହନ୍ତି। ଆମେ ପ୍ରାଚୀନ ମାନଙ୍କର ଆମେ ବଶୀଭୂତ ହେବା। ଆମ ମଣ୍ଡଳୀରେ ସେ ପ୍ରାଚୀନ ମାନଙ୍କୁ ରଖିଛନ୍ତି ପ୍ରଭୁ, ଆମେ ସେମାନଙ୍କର ମଧ୍ୟ ବଶୀଭୂତ ହେବା ଆବଶ୍ୟକ କରେ। ଆଉ ସମସ୍ତେ ଆମେ ନମ୍ରତାର ସହିତ ଆମେ ପରସ୍ପରର ଆମେ ବଶୀଭୂତ ହେବା ନିହାତି ଆବଶ୍ୟକ। ତ କେତେବେଳେ ହେବା? ଯେତେବେଳେ ଆମେ ନମ୍ରତାର ବସ୍ତ୍ରକୁ ଆମେ ପରିଧାନ କରିବା। ଆମ ଜୀବନରେ ଥିବା କ୍ରୋଧର ବସ୍ତ୍ର ଆମେ ପରିଧାନ କରିଛୁ, ପାପର ବସ୍ତ୍ରକୁ ଆମେ ପରିଧାନ କରିଛୁ, ଅହଙ୍କାରର ବସ୍ତ୍ରକୁ ଆମେ ପରିଧାନ କରୁଛୁ। ଏତେ ବଡ଼ ଗାଡ଼ି ଗୋଟିଏ ଆଣିଲି, ଏତେ ବଡ଼ ଘର ଗୋଟିଏ ମୁଁ ବନେଇଲି, ଏତେ ବଡ଼ ଆଉ ବିଲ୍ଡିଂ ଗୋଟିଏ ମୁଁ ବନେଇଲି, ଏତେ ବଡ଼ ବ୍ୟାଙ୍କ ବ୍ୟାଲେନ୍ସ ଅଛି, ସବୁ ଧ୍ୱଂସ ହେଇଯିବ, ସବୁ ବିନାଶ ହେଇଯିବ। ଏଣୁକରି ନମ୍ରତା ରୂପ ବସ୍ତ୍ରକୁ ଆପଣ ପରିଧାନ କରନ୍ତୁ, କାରଣ ପରମେଶ୍ୱର ସେ ନମ୍ର ଲୋକମାନଙ୍କ ସହିତ ସେ ବାସ କରନ୍ତି। ଏଣୁକରି ନମ୍ରତାର ସହିତ ସଦାପ୍ରଭୁଙ୍କ ଠାରେ ଗମନାଗମନ କରିବାର ଏହା ଛଡ଼ା ସଦାପ୍ରଭୁ ତୁମଠାରୁ କ'ଣ ଚାହାନ୍ତି? ମୋର ପ୍ରିୟମାନେ, ପ୍ରଭୁଙ୍କର ଗୋଟେ ମାତ୍ର ଆଶା ଆକାଂକ୍ଷା, ଯେପରି ଆମେ ନମ୍ର ହଉ, ଯେପରି ଆମେ ଆପଣା ଆତ୍ମାକୁ ନ ହରାଉ, ଆପଣା ଜୀବନକୁ ଯେପରି ନ ହରାଉ। ମନୁଷ୍ୟ ସମସ୍ତ ଜଗତ ଲାଭ କରିବ, ଶେଷରେ ସେ ଆପଣା ଜୀବନକୁ ହରାଇବ। ସେ ଆପଣା ଜୀବନ ବଦଳରେ ଈଶ୍ୱରଙ୍କୁ କ'ଣ ଦେବ? ମୋର ପ୍ରିୟମାନେ, ଏଣୁକରି ଆମେ ନମ୍ରତାର ବସ୍ତ୍ରକୁ ଆମେ ପରିଧାନ କରିବା ଆଉ ପରସ୍ପର ଆମେ ବଶୀଭୂତ ହେବା। ଆଜି ଗୋଟେ ପାଳକ ମଧ୍ୟ ତାହାର ଲିଡରର ବଶୀଭୂତ ହେବାର ଅଛି, ଗୋଟେ ମଣ୍ଡଳୀର ଗୋଟେ ପାଳକର ଗୋଟେ ବିଶ୍ୱାସୀ ମାନେ ମଧ୍ୟ ବଶୀଭୂତ ହେବାର ଅଛି, ଗୋଟେ ପାଳକର ସେକ୍ରେଟାରୀ, ଟ୍ରେଜେରୀ, ଡିକନ ସମସ୍ତେ ବଶୀଭୂତ ହେବାର ଅଛି। ମୋର ପ୍ରିୟମାନେ, ଆମେ ସମସ୍ତେ ଈଶ୍ୱରଙ୍କର ବଶୀଭୂତ ହେବାର ଅଛି, ଆମେ ସମସ୍ତେ ପରସ୍ପର ବଶୀଭୂତ ହେବାର ଅଛି। ମୋର ପ୍ରିୟମାନେ, ତାହା ନୁହେଁ ଯେ ନେଇ ମୋ ଚର୍ଚ୍ଚରେ ମୁଁ ବାଜା ଦେଇଛି, ମୁଁ ଏତେ ବଡ଼ ଚର୍ଚ୍ଚ କରିଦେଇଛି, ମୋ ଅଣ୍ଡରରେ ଏ ଚର୍ଚ୍ଚ ଗୃହ କବାଟ ଖୋଲା ଯାଉ, ଚର୍ଚ୍ଚରେ ଗିର୍ଜା ପ୍ରାର୍ଥନା ହଉ, ଆପଣଙ୍କର ହୁକୁମରେ ଚର୍ଚ୍ଚର ସେବା କାର୍ଯ୍ୟ ଚଳିବ ନାହିଁ। ମୋର ପ୍ରିୟମାନେ, ଆପଣ ଦେଇ ଦେଇଛନ୍ତି, ଦାନ କରିଛନ୍ତି, ଏତେ ଗର୍ବିତ ହେବା ଆବଶ୍ୟକତା ନାହିଁ। ଆପଣ ଯଦି ଜାଗା ବି ଦେଇଛନ୍ତି, ଘର ବି ବନେଇ ଦେଇଛନ୍ତି, ପ୍ରାର୍ଥନା ଗୃହ, ଆପଣ ନିଜକୁ ବଡ଼ ବୋଲି ଭାବିବା ଆବଶ୍ୟକତା ନାହିଁ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରିବେ, କିନ୍ତୁ ନିଜକୁ ନମ୍ର କରନ୍ତୁ, ନିଜକୁ ନତ କରନ୍ତୁ, ନିଜକୁ ଶୂନ୍ୟ କରନ୍ତୁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ନମ୍ରତାର ବସ୍ତ୍ରକୁ ଆମେ ପରିଧାନ କରିବା। ଆପଣ ଜାଣନ୍ତି, ଇସ୍ରାଏଲ ଲୋକମାନଙ୍କୁ ମିଶର ଦେଶରୁ କିଣାନ ଦେଶକୁ ଦୁଗ୍ଧ ମଧୁ ପ୍ରବାହିତ ଦେଶକୁ ପହଞ୍ଚିବା ପାଇଁ 40 ଦିନର ପଥ ଥିଲା। କେତେ ଦିନ? 40 ଡେଜ୍। କିନ୍ତୁ ସେ ଇସ୍ରାଏଲ ଲୋକମାନଙ୍କର ଅବାଧ୍ୟତା ସକାଶୁ ଦ୍ୱିତୀୟ ବିବରଣ ଲେଖାଯାଏ, ସଦାପ୍ରଭୁ ସେମାନଙ୍କୁ ନମ୍ର କରିବା ପାଇଁ 40 ବର୍ଷ ମରୁ ପ୍ରାନ୍ତରରେ ସେମାନଙ୍କୁ ଭ୍ରମଣ କରାଇଲେ। କ'ଣ କରାଇଲେ? ଭ୍ରମଣ କରାଇଲେ। କେତେ ବର୍ଷ? 40 ବର୍ଷ। ଭାବି ଦେଖନ୍ତୁ, 40 ଦିନର ରାସ୍ତା, 40 ବର୍ଷ। କାରଣ କ'ଣ? ମୋର ପ୍ରିୟମାନେ, ସେମାନଙ୍କର ଜୀବନ ପରିବର୍ତ୍ତନ ହେଇନଥିଲା। ମୋର ପ୍ରିୟମାନେ, ସେମାନଙ୍କର କଥାବାର୍ତ୍ତା ପରିବର୍ତ୍ତନ ହେଇନଥିଲା, ସେମାନଙ୍କର ଆଚରଣ ବ୍ୟବହାର ପରିବର୍ତ୍ତନ ହେଇନଥିଲା, ସେମାନଙ୍କର ପରମେଶ୍ୱରଙ୍କର ପ୍ରତି ସେମାନେ ବିରୁଦ୍ଧାଚରଣ କରିଥିଲେ। ଆପଣ ଦେଖିପାରିବେ ଦ୍ୱିତୀୟ ବିବରଣ ତାର 8ର ତାର 2 ପଦରେ ଲେଖାଯାଏ, ପୁଣି ତୁମେ ତାହାଙ୍କ ଆଜ୍ଞା ପାଳନ କରିବ କି ନାହିଁ, ଏ ବିଷୟରେ ତୁମର ପରୀକ୍ଷା ନେବା ପାଇଁ ଓ ତୁମର ମାନସ ଜାଣିବା ପାଇଁ ବା ତୁମର ଇଚ୍ଛାକୁ ଜାଣିବା ପାଇଁ, ତୁମର ମନକୁ ଜାଣିବା ପାଇଁ ଓ ତୁମକୁ ନମ୍ର କରିବା ପାଇଁ ସଦାପ୍ରଭୁ ତୁମ ପରମେଶ୍ୱର ଏହି 40 ବର୍ଷ ପ୍ରାନ୍ତର ମଧ୍ୟରେ ତୁମକୁ ଯେ ସକଳ ପଥରେ ଗମନ କରାଇ ଅଛନ୍ତି,
ତାହା ସ୍ମରଣ କର। ପଥ କେତେ ଦିନର ଥିଲା? 40 ଦିନର। କେତେ ବର୍ଷ ଭ୍ରମଣ କରାଇଲେ? 40 ବର୍ଷ। ମୋର ପ୍ରିୟ ମାନେ, ତେବେ ଦେଖ ସେମାନେ ଦୁଗ୍ଧ ମଧୁ ପ୍ରବାହିତ ଦେଶ ପହଞ୍ଚିଲେ। 40 ଦିନର ପଥ, 40 ବର୍ଷ। ଅନେକ ସମୟରେ ଆମର ପ୍ରାର୍ଥନା ବି ଲେଟ୍ରେ ଉତ୍ତର ଆସେ। ଆମେ କହିଥାଉ ଏତେ ପ୍ରାର୍ଥନା କରୁଛି, ପ୍ରଭୁ ମୋର ଦୁଃଖକୁ ଜାଣୁନାହାନ୍ତି। ଆପଣଙ୍କର ଦୁଃଖକୁ ପ୍ରଭୁ ଜାଣୁନାହାନ୍ତି କି ଆପଣ ପ୍ରଭୁକୁ ଠିକରେ ଜାଣିନାହାନ୍ତି? ମୋର ପ୍ରିୟମାନେ, ଯେଉଁଦିନ ଆମେ ନିଜକୁ ପରିବର୍ତ୍ତନ କରିବା, ଯେଉଁଦିନ ଆମେ ନିଜକୁ ବଦଳାଇବା, ଯେଉଁଦିନ ଆମେ ନିଜକୁ ମୋର ପ୍ରିୟମାନେ ସଜାଡ଼ିବା, ସେଇଦିନ ଆମର ସମସ୍ତ ବିଷୟ ପରିବର୍ତ୍ତନ ହେଇଯିବ। ସେଇଦିନ ଆମର ସମସ୍ତ ବିଷୟ ବଦଳିଯିବ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଣୁକରି ଆମେ ନମ୍ରତାର ବସ୍ତ୍ରକୁ ଆମେ ପରିଧାନ କରିବା, ପରସ୍ପର ସହ ଆମେ ବଶୀଭୂତ ହେବା। ଇସ୍ରାଏଲ ଲୋକମାନେ ସେମାନେ ମଶାଙ୍କର ବଶୀଭୂତ ହେଉନଥିଲେ। ମଶାଙ୍କର ବଶୀଭୂତ ହେଲେ ନାହିଁ, ପାତଳ ଫାଟିଗଲା, ଜିଅନ୍ତା ସେମାନେ ପାତାଳକୁ ଧସିଗଲେ। ଆପଣ ଜାଣନ୍ତି, ସେମାନେ ଗୋଟେ ବାଛୁରୀ ନିର୍ମାଣ କରିକି ଲୀଳା କରିବାକୁ ଲାଗିଲେ, ନାଚିବାକୁ ଲାଗିଲେ, ଡେଇଁବାକୁ ଲାଗିଲେ, ମଦ୍ୟପାନ କରିବାକୁ ଲାଗିଲେ। ଆଉ ପରମେଶ୍ୱର ପାପକୁ ଘୃଣା କରନ୍ତି, ପାପୀକୁ ପ୍ରେମ କରନ୍ତି, କିନ୍ତୁ ପାପକୁ ଘୃଣା କରନ୍ତି। ପାପୀ କେମିତି ଉଦ୍ଧାର ପାଇବ, ଏହା ପରମେଶ୍ୱର ଦ୍ୱାର ଖୋଲନ୍ତି, ସେ ପରିତ୍ରାଣ ପାଉ ବୋଲି, ଅନନ୍ତ ଜୀବନ ପାଉ ବୋଲି। କିନ୍ତୁ ଗୋଟେ ପାପୀ ପ୍ରଭୁଠାରେ ଫେରି ଆସିକି ସେ ପାପ କରୁ, ଏହା ଈଶ୍ୱରଙ୍କର ଇଚ୍ଛା ନାହିଁ। ମୋର ପ୍ରିୟମାନେ, କାରଣ ପାପର ବେତନ ମୃତ୍ୟୁ, ପରମେଶ୍ୱର ସେ ସାଫ ସାଫ କହିଦେଇଛନ୍ତି ରୋମିଓ ତାର 6:23 ପଦରେ। ଏଣୁକରି ଆମେ ନିଜକୁ ପରିବର୍ତ୍ତନ କରିବା। ଏଣୁକରି ଲେଖାଯାଏ, ପ୍ରାଚୀନ ମାନଙ୍କର ବଶୀଭୂତ ହୁଅ, ପୁଣି ପରସ୍ପରର ତୁମେ ମାନେ ବଶୀଭୂତ ହୁଅ ସମସ୍ତେ, ଆଉ ନମ୍ରତାର ବସ୍ତ୍ର ପରିଧାନ କର। ହେ ଯୁବକ ମାନେ, ହେ ମଣ୍ଡଳୀର ପ୍ରାଚୀନ ମାନେ, ହେ ମଣ୍ଡଳୀର ସେବକଗଣ, ହେ ସମସ୍ତ ଦାସଗଣ, ସମସ୍ତଙ୍କୁ ପ୍ରଭୁ ଏଇଟା କହୁଛନ୍ତି, ଆମେ ନମ୍ରତାର ବସ୍ତ୍ରକୁ ଆମେ ପରିଧାନ କରିବା, ତେବେ ପରମେଶ୍ୱର ଆମମାନଙ୍କୁ ଆଶୀର୍ବାଦ କରିବେ। ସପ୍ତମ ବିଷୟ ଆମେ ଦେଖିବା। ସପ୍ତମ ବିଷୟ ଆଇବ ତାର 22 ତାର 22 ଅଧ୍ୟାୟର ତାର 29 ପଦରେ ଲେଖାଯାଏ, ସେମାନେ ତୁମକୁ ଅବନତ କଲେ, ତୁମେ କହିବ ଉନ୍ନତି ହେବ, ଓ ସେ ନମ୍ର ଲୋକମାନଙ୍କୁ ରକ୍ଷା କରିବେ। ସଦାପ୍ରଭୁ ନମ୍ର ଲୋକମାନଙ୍କୁ ରକ୍ଷା କରନ୍ତି। ଶତ୍ରୁ ଆପଣଙ୍କ ପାଇଁ ଗାତ ଖୋଳିଥାଉ, କୌଣସି ଦୁଷ୍ଟ ଆତ୍ମା ଆପଣଙ୍କୁ ଆକ୍ରମଣ କରିବା ପାଇଁ ଆସୁଥାଉ, ଗ୍ରାସ କରିବା ପାଇଁ ଆସୁଥାଉ, କି ଆପଣଙ୍କୁ ଡାହାଣୀ ଗୁଣି ଗାରେଡ଼ି ଯାହା କରୁ, ଯଦି ଆପଣ ପ୍ରଭୁଙ୍କ ଠାରେ ଅଛନ୍ତି। ଆଜି ଅନେକ ଲୋକ ଯୀଶୁକୁ ଜାଣିଲା ପରେ ବି ଅନେକ ଲୋକ କହୁଛନ୍ତି, ମୋତେ ସେ ଅମକ ଲୋକ ଗୁଣି କରିଦେଲା, ଅମକ ଲୋକ ଡାହାଣୀ କରିଦେଲା। ଆରେ ବାପା, ପ୍ରଭୁ ଯଦି ତୁମ ପାଖରେ ଅଛନ୍ତି, କିଏ ତୁମକୁ ଗୁଣି କରିବ? ଈଶ୍ୱରଙ୍କ ବାକ୍ୟରେ ଲେଖାଯାଏ ଯେ ସେ ନମ୍ର ଲୋକମାନଙ୍କ ସହିତ ବାସ କରନ୍ତି। ପ୍ରଭୁ ଯଦି ଆମମାନଙ୍କ ହୃଦୟରେ ଅଛନ୍ତି, ମୋତେ କୁହନ୍ତୁ, କି ଆମକୁ ଗୁଣି କରିପାରିବ? ପ୍ରଭୁ ଗୋଟେ ବିଷୟ କହିଲେ ଜହନ ପୁସ୍ତକରେ, କେହି ଯଦି ତୁମକୁ ତାଡ଼ନା କରେ, ତାଡ଼ନା କରିବା ପୂର୍ବରୁ ତୁମମାନଙ୍କୁ ସେ ମୋତେ କରେ, ତୁମମାନଙ୍କୁ ମାରିବା ପୂର୍ବରୁ ମୋତେ ମାରେ, ତୁମମାନଙ୍କୁ ନିନ୍ଦା କରିବା ପୂର୍ବରୁ ମୋତେ କରେ। ତାହେଲେ କିଏ ଯଦି ଆପଣଙ୍କୁ ଗୁଣି କରୁଛି, ତାହେଲେ ତାର ଅସ୍ତ୍ରଟା ପ୍ରଥମରେ ଆମକୁ ଭେଦିବ କି? ଆମକୁ ଭେଦିବା ପୂର୍ବରୁ ପ୍ରଭୁ ଯୀଶୁ ସାଙ୍ଗେ ତାକୁ ବିନାଶ କରିଦେବେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଯଦି ଆମମାନଙ୍କ ଠାରେ ଅଛନ୍ତି, କୌଣସି ଏମିତି ପୃଥିବୀରେ ଅସ୍ତ୍ର ବନି ନାହିଁ, ଅସ୍ତ୍ର ଶସ୍ତ୍ର ତିଆରି ହିଁ ନାହିଁ, ଯୋଉ ଅସ୍ତ୍ର ଶସ୍ତ୍ର ଆପଣଙ୍କୁ ମୋର ପ୍ରିୟ ମାନେ ମାରିପାରିବ, ଆପଣଙ୍କର କ୍ଷତି ଜନ୍ମାଇ ପାରିବ। ଆଜି ଅନେକ ଖ୍ରୀଷ୍ଟ ବିଶ୍ୱାସୀ ମାନେ ଗୁଣିଆ ମାନଙ୍କର ପାଖକୁ ଯାଉଛନ୍ତି, ଅନେକ ଜାଗାକୁ ଯାଉଛନ୍ତି। ମୋର ପ୍ରିୟମାନେ, ଆଜିଠାରୁ ଆପଣ ନିଷ୍ପତ୍ତି ନିଅନ୍ତୁ, ଆପଣଙ୍କ ରକ୍ଷା ପ୍ରଭୁ କରିବେ। ଆଇବକୁ ଦେଖନ୍ତୁ,
ଆଇବକୁ ଶୈତାନ କେତେ ପରୀକ୍ଷା କରିଛି, ତଥାପି ଆଇବ କହୁଛି ଯେ ଆଉ ସେ ନମ୍ର ଲୋକକୁ ଧରି ରକ୍ଷା କରନ୍ତି। ସେ ପ୍ରଭୁଠାରୁ କେତେ ନମ୍ର, କେତେ ସରଳ, କେତେ କୁକ୍ରିୟା ତ୍ୟାଗ ମନୁଷ୍ୟ ଥିଲା। ସେ ସରଳ ବ୍ୟକ୍ତି ଥିଲା, ସିଦ୍ଧ ମନୁଷ୍ୟ ଥିଲା। ସେ ପବିତ୍ର ଜୀବନ କାଟୁଥିଲା, ଧାର୍ମିକ ଜୀବନ କାଟୁଥିଲା। ଶୈତାନ ତାକୁ ବାରମ୍ବାର ପରୀକ୍ଷା କଲା। ତାର 7ଟି ପୁଅ 10ଟି ପୁଅ ଝିଅକୁ ମାରିଦେଲା, ଘର ଭାଙ୍ଗିଦେଲା, ସବୁ ସମ୍ପତ୍ତିକୁ ମୋର ପ୍ରିୟମାନେ ନଷ୍ଟ କରିଦେଲା। ତଥାପି ଆଇବ ତାର ଧାର୍ମିକତାକୁ ଛାଣୁନାହିଁ, ତାର ପବିତ୍ରତାକୁ ଛାଣୁନାହିଁ, ତାର ନମ୍ରତାକୁ ଛାଣୁନାହିଁ। ଯଦି ଆମ ପରି ଯଦି ହେଇଥାନ୍ତୁ ସେ ଜାଗାରେ ଆମେ କ'ଣ କରିଥାନ୍ତୁ? ମୁଁ ଏତେ ପ୍ରାର୍ଥନା କରୁଛି ତଥାପି ମୋର ପୁଅଟା ମରିଗଲା। ମୋ ଝିଅ ଅସୁସ୍ଥ ଥିଲା, ପାଷ୍ଟରକୁ ଡାକିଲି, ବିଶପକୁ ଡାକିଲି, ଫାଦର ମାନଙ୍କୁ ଡାକିଲି, ଖାଇବା ପିଇବାକୁ ଦେଲି, ଦାନ ଦେଲି, ଦଶମାଂଶ ଦେଲି, ପ୍ରାର୍ଥନା କରନ୍ତୁ ମୋ ଛୁଆ ସୁସ୍ଥ ହେବ ବୋଲି। ତଥାପି ସେମାନେ ପ୍ରାର୍ଥନା କଲେ, ପାଣି ତେଲ ପ୍ରାର୍ଥନା କଲେ, ତଥାପି ସେ ଭଲ ହେଲାନି, ମରିଗଲା। ଯୀଶୁ ସତ୍ୟ ନୁହନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ 4 ଦିନର ମରିଯାଇଥିବା ଲାଜାରକୁ ବଞ୍ଚାଇଲେ। ଏଇଟା ଧ୍ୟାନରେ ଦେଇଥିବେ। 4 ଦିନର ସଢି ପଚି ଯାଇଥିବା ଲାଜାରକୁ ପ୍ରଭୁ ଜୀବନ ଦାନ ଦେଲେ। ସେ ପ୍ରଭୁକୁ ଆଜି ଆପଣ ଜାଣିଛନ୍ତି, ଯେ କି ସୁପ ସମୁଦ୍ରକୁ ସାଗରକୁ ଯେ ବିଭକ୍ତ କରିପାରନ୍ତି, ସେ ଈଶ୍ୱରଙ୍କର ପୁତ୍ର ଯୀଶୁ ପ୍ରଭୁକୁ ଆପଣ ଜାଣିଛନ୍ତି। ମୋର ପ୍ରିୟମାନେ, ଆଇବ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିଲା। ଶେଷରେ ତା ସ୍ତ୍ରୀ ମଧ୍ୟ ତାକୁ ଛାଡ଼ିକି ଚାଲିଗଲା। ସେ ପ୍ରଭୁକୁ ଛାଡ଼ି ନାହିଁ, ସେ ପ୍ରଭୁକୁ ତ୍ୟାଗ କରିନାହିଁ। କାରଣ ନମ୍ର ଲୋକମାନଙ୍କ ସହିତ ପ୍ରଭୁ ବାସ କରନ୍ତି। ଏଇ କଥା ଆଇବ ଜାଣିଥିଲା। ଏବେ ବର୍ତ୍ତମାନ ଆପଣ ଏବଂ ମୁଁ ଜାଣିବା ଦରକାର ଯେ ପ୍ରଭୁ ଆମ ସହିତ ମଧ୍ୟ ବାସ କରିବେ ଯେତେବେଳେ ଆମେ ନମ୍ର ହେବା। ଏଡ଼େ କରି ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଉ ସେ ଆଇବକୁ ରକ୍ଷା କଲେ। ଶୈତାନ ଯୋଉ ପରୀକ୍ଷାରେ ତାକୁ ପରୀକ୍ଷିତ କରିଥିଲା, ପ୍ରଭୁ ତାକୁ ରକ୍ଷା କଲେ, ରୋଗରୁ ସୁସ୍ଥ କଲେ। ତାର 2 ଗୁଣ ଆଶୀର୍ବାଦ ଆଇବକୁ ପ୍ରଭୁ ଆଶୀର୍ବାଦ ପ୍ରଦାନ କଲେ। ଏଣୁ କରି ମୋର ପ୍ରିୟମାନେ, ସଦାପ୍ରଭୁ ନମ୍ର ଲୋକମାନଙ୍କୁ ଆଶୀର୍ବାଦ କରନ୍ତି। 8 ନମ୍ବର ବିଷୟ ଆମେ ଦେଖିବା ଯେ ପରମେଶ୍ୱର ନମ୍ର ଲୋକମାନଙ୍କୁ ପରିତ୍ରାଣ କରିବେ। ଆମେ ଭାବୁଛୁ ଟିକେ ପଢିବା, ଆମେ ତାପରେ ଆମେ ଆଲୋଚନା କରିବା। ଗୀତ ସଂହିତା ତାର 76 ଅଧ୍ୟାୟର ତାର 8 ପଦ ଆମେ ଦେଖିବା। ତୁମ୍ଭେ ସ୍ୱର୍ଗରୁ ବିଚାରାଜ୍ଞ ଶୁଣାଇଲ, ପରମେଶ୍ୱର ପୃଥିବୀର ନମ୍ର ଲୋକମାନଙ୍କୁ ପରିତ୍ରାଣ କରିବା ପାଇଁ। କାହାକୁ? ନମ୍ର ଲୋକମାନଙ୍କୁ ପରିତ୍ରାଣ କରିବା ପାଇଁ। ଖାଲି ଆମେ ଡୁବ ନେଇଯାଉଛୁ, ପ୍ରଭୁ ବଚ ଖାଇଦେଉଛୁ, ନା ଜୀବନ ବଦଳୁଛି, ନା କଥାବାର୍ତ୍ତା ବଦଳୁଛି। କହୁଛୁ ମୁଁ ଡୁବ ନେଇଯାଇଛି, ସ୍ୱର୍ଗକୁ ଫିଟିଯିବି। ଅଟକିଛନ୍ତି ସେଇଠି। ଯାହା ଯାହା କରିଛ ସେ ସବୁ ଭୋଗିବ କୋଉଠି? ନର୍କରେ। ଭାବନ୍ତୁ ନେଇ ଯେ ଡୁବନ ନେଇଦେଲେ ମୁଁ ରକ୍ଷା ପାଇଯିବି। ହଁ, ଡୁବନ ନେବାଟା ଗୋଟେ ପରିତ୍ରାଣ କାରଣ, କିନ୍ତୁ ଡୁବନ ନେଲା ପରେ ଯଦି ଆମେ ନିଜକୁ ନମ୍ର କରିବୁ, ଡୁବନ ନେଇକି ମଧ୍ୟ ଯଦି ଆମେ ନିଜକୁ ଯଦି ଆମେ ସଜାଡ଼ିନୁ, ପରିବର୍ତ୍ତନ କରିନୁ, ନିଜର ଅନ୍ତଃକରଣକୁ ଆମେ ବଦଳେଇ ନାହୁଁ, ମୋର ପ୍ରିୟମାନେ, ଆମେ ପରିତ୍ରାଣ ପାଇପାରିବା ନାହିଁ। କାରଣ ନମ୍ର ଲୋକମାନଙ୍କୁ ପରିତ୍ରାଣ କରିବା ପାଇଁ ପରମେଶ୍ୱର ଆସିଲେ। ପୁଣି ପ୍ରଭୁ ଯୀଶୁ ଆସିଲେ, ସେ ବିଚାରାଜ୍ଞ ଶୁଣାଇଲେ। ଯେ ସ୍ୱର୍ଗରୁ ସେ ବିଚାରାଜ୍ଞ ଶୁଣାଇଲେ, ପରମେଶ୍ୱର ଯେ ପୃଥିବୀରେ ଥିବା ନମ୍ର ଲୋକମାନଙ୍କୁ ପରିତ୍ରାଣ ଦିଆଯିବ। କାହାକୁ ଦିଆଯିବ? ଏ ପୃଥିବୀରେ ଥିବା ନମ୍ର ଲୋକମାନେ ଯେପରି ପରିତ୍ରାଣ ପାଇବେ, ଏଥିପାଇଁ ସ୍ୱର୍ଗରୁ ସେ ଡିକ୍ଲାର କଲେ। କିଏ? ପରମେଶ୍ୱର। ମତେ ବିଶପ ଅର୍ଡିନେସନ ଦେଲେ, ବିଶପ ମତେ ଡୁବନ ଦେଲେ, ଫାଦର ମତେ ଡୁବନ ଦେଲେ, କିଛି ଫାଇଦା ନାହିଁ। ସିଧା ଆପଣ ଯିବେ ଜୟପୁରକୁ, ନର୍କ।
ଯଦି ଆପଣ ନିଜକୁ ପରିବର୍ତ୍ତନ କରିବେ ନାହିଁ, ନିଜକୁ ଆପଣ ସଜାଡ଼ିବେ ନାହିଁ, ନିଜକୁ ନମ୍ର କରିବେ ନାହିଁ, ତାହେଲେ ଆପଣ ପରିତ୍ରାଣ ପାଇପାରିବେ ନାହିଁ। କାରଣ ସଦାପ୍ରଭୁ ନମ୍ର ଲୋକମାନଙ୍କୁ ସେ ପରିତ୍ରାଣ ଦେବେ, ପରିତ୍ରାଣ କରିବେ। ନମ୍ର ଲୋକମାନେ ପରିତ୍ରାଣ ପାଇବେ। ଏଣୁକରି ମୋର ପ୍ରିୟମାନେ, ଆଜି ଆମେ ନିଜକୁ ନମ୍ର କରିବା, ନହେଲେ ଆମେ ପରିତ୍ରାଣକୁ ହରାଇବା। 9 ନମ୍ବର ବିଷୟ ଆମେ ଦେଖିବା। ହିତୋପଦେଶ ତାର 22 ତାର 4 ପଦରେ ଲେଖା ଯେ ନମ୍ରତାର ଓ ସଦାପ୍ରଭୁଙ୍କ ବିଷୟକ ଭୟର ପୁରସ୍କାର ଧନ ଓ ସମ୍ମାନ ଓ ଜୀବନ ଅଟେ। ଶେଷ ବିଷୟ, ଯଦି ଆମେ ନମ୍ର ହେବା ତାହା ହେଲେ ଆମେ ଧନ, ସମ୍ମାନ ଓ ଜୀବନ ପାଇବା। ଏ 3ଟି ବିଷୟ ଆମେ ଆଶୀର୍ବାଦ ପାଇବା। 9ଟି ଆଶୀର୍ବାଦ ପାଇବା, ଧନ ବି ପାଇବା, ସମ୍ମାନ ବି ପାଇବା, ଅନନ୍ତ ଜୀବନ ମଧ୍ୟ ଆମେ ପାଇବା। ଏଣୁକରି ମୋର ପ୍ରିୟମାନେ, ଯଦି ଆମେ ନମ୍ରତା ହେବା ତାହେଲେ ନମ୍ରତାର ଆଶୀର୍ବାଦ 3ଟି ବିଷୟ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି। ପୁରସ୍କାର ତାହା ହେଉଛି ଧନ, ସମ୍ମାନ, ଜୀବନ। ମୋର ପ୍ରିୟମାନେ, ଯଦି ଆମେ ନମ୍ର ହେବା, ଲୋକମାନେ ଆମକୁ ପ୍ରେମ କରିବେ, ଜାଣିବେ ଆରେ ସେ ଭଦ୍ର ଲୋକ, ଆରେ ସେ ଭଲ ଲୋକ। ଆଜି ଲୋକମାନେ କହୁଛନ୍ତି ଏପରି ଖ୍ରୀଷ୍ଟିଆନ ହେଇଛି, ଏପରି ଯୀଶୁକୁ ଜାଣିଛି। ଆରେ ତମର ଯୀଶୁ କହୁଛନ୍ତି ମଦ ପିଅ ନାହିଁ, ତୁମେ କାହିଁକି ମଦ ପିଉଛ? ଆରେ ତମ ଯୀଶୁ କହିଛନ୍ତି ଗୋଟେ ଗାଲ ମାରିଲେ ଆଉ ଗୋଟେ ଗାଲ ଦେଖେଇ ଦିଅ, ତୁମେ କାହିଁକି ଝଗଡ଼ା ହଉଛ? ମୋର ପ୍ରିୟମାନେ, ଏଇଟା ଯୀଶୁକୁ ଜାଣିଥିବା ଲୋକମାନଙ୍କର ପରିଚୟ ନାହିଁ। ତୁମେ ପରିଚୟ, ତମର ଆଧାର କାର୍ଡ ଯେମିତି ନେଇକି ତମେ ଗୋଟେ ସେମିତି ଗୋଟେ କାର୍ଡ ଧରିକି ରଖିଛ, ତା ହଉଛି ଗର୍ବର କାର୍ଡ, ତା ହଉଛି ଅହଙ୍କାରର କାର୍ଡ, ଯେ ନରକକୁ ଯିବାର ଗୋଟେ ସାର୍ଟିଫିକେଟ ଧରିକି ରଖିଛ, ଯେ ମୁଁ ପାକ୍କା ନରକକୁ ଯିବି। ମତେ ଜଗତରେ ଧନ ଦରକାର ନାହିଁ, ସମ୍ମାନ ଦରକାର ନାହିଁ, ମତେ ଜୀବନ ଦରକାର ନାହିଁ, ମତେ ଅନନ୍ତ ଜୀବନ ଦରକାର ନାହିଁ। ମୋର ପାଖରେ ଯେଉଁ ସାର୍ଟିଫିକେଟ ଅଛି ଗର୍ବ, এই ସାର୍ଟିଫିକେଟ ଧରିକି ମୁଁ ନରକକୁ ଯିବି ବୋଲି ଆପଣମାନେ ଗର୍ବ କରୁଛନ୍ତି। ମୋର ପ୍ରିୟମାନେ, ସେଠି ଗଲା ପରେ ଯେଉଁ ପ୍ରକାର ଅବସ୍ଥା ହେବ ତାହା ଆପଣମାନେ କେବେ ଭୁଲିବେ ନାହିଁ। ଚିତ୍କାର କରୁଥିବେ, ରଡ଼ି ଛାଣୁଥିବେ, ଦାନ୍ତ କଣମଣ କରୁଥିବେ। ମୋର ପ୍ରିୟମାନେ, କେହି ଉଦ୍ଧାର କରିବା ଲୋକ ନଥିବେ। ଏଣୁକରି ସେ ନରକରୁ ରକ୍ଷା ପାଇବା ପାଇଁ, ଅନନ୍ତ ଜୀବନର ଅଧିକାରୀ ହେବା ପାଇଁ ନିଜକୁ ଆମେ ନମ୍ର କରିବା ପାଇଁ ପଡ଼ିବ, ପ୍ରଭୁଙ୍କୁ ଭୟ କରିବାକୁ ପଡ଼ିବ। କାରଣ ନମ୍ରତା ସଦାପ୍ରଭୁଙ୍କ ବିଷୟକ ଭୟର ପୁରସ୍କାର ଧନ, ସମ୍ମାନ, ଜୀବନ ଅଟେ। ଯଦି ଆମେ ନିଜକୁ ନମ୍ର କରିବା, ଶୂନ୍ୟ କରିବା, ତାହେଲେ ମୋର ପ୍ରିୟମାନେ ପରମେଶ୍ୱର ନିହାତି ଆମମାନଙ୍କୁ ଆଶୀର୍ବାଦ କରିବେ। ଆମମାନଙ୍କ ସକଳ ବିଷୟ ଉପରେ ପ୍ରଭୁ ଆଶୀର୍ବାଦ କରିବେ। ଆମମାନଙ୍କୁ କେବେ ମଧ୍ୟ ସେ ହତାଦର କରିବେ ନାହିଁ, ଆମମାନଙ୍କୁ ସେ କେବେ ଛାଡ଼ିବେ ନାହିଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ନହେଲେ ଏମିତି ଗୋଟେ ସମୟ ଆସିବ ଯେ ସେଇ ସମୟରେ ଆମେ ଗୁପ୍ତ ସ୍ଥାନରେ ଆମେ ରଖାଯିବା, ସେ ଅନ୍ଧକାରମୟ ସ୍ଥାନ ରଖାଯିବା। ମାଥିୟ ପୁସ୍ତକରେ ଲେଖାଯାଏ ଯେ ରାଜ୍ୟର ସନ୍ତାନ ମାନେ ଅନ୍ଧକାରରେ ପକାଯିବେ, ଆଉ ସେ ସ୍ଥାନରେ ଆଉ ରୋଦନ ଦନ୍ତର କିଳିମିଳି ହେବ ବୋଲି ଲେଖାଯାଏ। ମୁଁ ଆପଣମାନଙ୍କୁ କେତୋଟି ବାକ୍ୟ ପଢ଼ିବି, ତାପରେ ଆଉ ମୁଁ ଶେଷ କରିବା ପାଇଁ ମୁଁ ଚାହୁଁଛି। ମାଥିୟ ତାର 8:11 ପଦ ଲେଖାଯାଏ, କିନ୍ତୁ ମୁଁ ତୁମମାନଙ୍କୁ କହୁଅଛି, ଅନେକ ପୂର୍ବ ଓ ପଶ୍ଚିମରୁ ଆସି ଅବ୍ରାହ୍ମଙ୍କ ଓ ଇସାହାକ ଓ ଯାକୋବଙ୍କ ସହିତ ସ୍ୱର୍ଗରାଜ୍ୟ ଭୋଜନରେ ବସିବେ, ମାତ୍ର ରାଜ୍ୟର ସନ୍ତାନ ମାନେ ବାହାର ଅନ୍ଧକାରରେ ପକାଯିବେ, ସେଠାରେ ରୋଦନ ଦନ୍ତର କିଳିମିଳି ହେବ। ଟିକେ ଭାବି ଦେଖନ୍ତୁ, ସେମାନେ କାନ୍ଦିବେ, ସେମାନେ ରୋଦନ ଦନ୍ତର କିଳିମିଳି ବୋଲେ ଏତେ କଷ୍ଟ, ଏତେ ଯନ୍ତ୍ରଣା ଯେ ସହ୍ୟ କରିବା ବାହାରେ। ଏଣୁକରି ନିଜକୁ ଆମେ ପରିବର୍ତ୍ତନ କରିବା, ନିଜକୁ ଆମେ ଆତ୍ମା ସମୀକ୍ଷା କରିବା, ମୁଁ କେଉଁ ଜାଗାରେ ଝୁଣ୍ଟି ପଡ଼ିଛି। ମୋର ପ୍ରିୟମାନେ, ନହେଲେ ଆପଣମାନେ ଗୁପ୍ତ ସ୍ଥାନରେ ରଖାଯିବେ, ଯେଉଁ ଜାଗାରେ ମୋର ପ୍ରିୟମାନେ କେହି ଆପଣଙ୍କୁ ଉଦ୍ଧାର କରିପାରିବେନି। ଯେଉଁ ଆପଣ ନିଜ ଧନକୁ ଆପଣମାନେ ବଡ଼ ବୋଲି ଭାବୁଛନ୍ତି, ନିଜର ଆଉ ସବୁ କିଛିକୁ ଆପଣମାନେ ବଡ଼ ବୋଲି ଭାବୁଛନ୍ତି, ଆପଣ ନିଜ ଜୀବନକୁ ହରାଇବେ। ସିଫିୟନୀୟ ପୁସ୍ତକରେ ଲେଖାଯାଏ ତାର 2-3 ପଦରେ, ଏଇଟା ଧ୍ୟାନ ଦେଇକରି ବାକ୍ୟକୁ ଶୁଣନ୍ତୁ। ହେ ଦେଶସ୍ଥ ନମ୍ର ଲୋକମାନେ,
ତାହାଙ୍କର ଶାସନ ପାଳନ କରିଅଛ ଯେ ତୁମ୍ଭେମାନେ ତୁମ୍ଭେ ସମସ୍ତେ ସଦାପ୍ରଭୁଙ୍କର ଅନ୍ୱେଷଣ କର, ଧର୍ମର ଅନ୍ୱେଷଣ କର, ନମ୍ରତାର ଅନ୍ୱେଷଣ କର। ହୋଇପାରେ ସଦାପ୍ରଭୁଙ୍କ କ୍ରୋଧର ଦିନରେ ତୁମ୍ଭେମାନେ ଗୁପ୍ତ ସ୍ଥାନରେ ରଖାଯିବ। ମୋର ପ୍ରିୟ ମାନେ, ଯଦି ଆପଣ ନମ୍ର ହେବେ ନାହିଁ, ନମ୍ରତାର ଅନ୍ୱେଷଣ କରିବେ ନାହିଁ, ଏମିତି ଗୋଟେ ସମୟ ଆସିବ ଯେଉଁ ସମୟରେ ଆପଣ ଗୁପ୍ତ ସ୍ଥାନ ରଖାଯିବେ, ଅନ୍ଧକାରମୟ ସ୍ଥାନ ରଖାଯିବେ, ନର୍କରେ ପକାଯିବେ। ସେତେବେଳେ ଆପଣଙ୍କର ପଦପଦବୀ ଆଉ ରହିବ ନାହିଁ, ଆପଣଙ୍କ ଡିଗ୍ରୀ ରହିବ ନାହିଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଣୁକରି ନମ୍ରତାର ସହିତ ସଦାପ୍ରଭୁଙ୍କ ଠାରେ ଗମନାଗମନ କରିବା, ଏହା ଛଡ଼ା ସଦାପ୍ରଭୁ ତୁମଠାରୁ କ'ଣ ଚାହାନ୍ତି? ଆଜି ଆମେ ନିଜକୁ ସଜାଡ଼ିବା, ନିଜକୁ ଆମେ ପରିବର୍ତ୍ତନ କରିବା, ନିଜକୁ ଆମେ ବଦଳାଇବା, କହିବା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେମିତି ଆମେ ଯାକୁବ ପୁସ୍ତକରେ ଆମେ ପଢ଼ିଲୁ, ମୋର ପ୍ରିୟମାନେ, ପୁନର୍ବାର ସେ ବାକ୍ୟକୁ ମୁଁ ପଢ଼ିକି ମୁଁ ଶେଷ କରିବା ପାଇଁ ଚାହୁଁଛି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଆମେ ନିଜକୁ ପଚାରିବା। ଏଇଠି ଲେଖାଯାଏ ଯେ ଯାକୁବ ତାର 4:10 ଲେଖାଯାଏ, ପ୍ରଭୁଙ୍କ ଛାମରେ ଆପଣାକୁ ନତ କର, ତାହେଲେ ସେ ତୁମମାନଙ୍କୁ ଯଥା ସମୟରେ ଉନ୍ନତ କରିବେ। ଆମେ ମୋର ପ୍ରିୟମାନେ ପ୍ରଭୁଙ୍କଠାରେ ନିଜକୁ ନତ କରିବା, ନିଜକୁ ନମ୍ର କରିବା, ନିଜକୁ ଶୂନ୍ୟ କରିବା, ଆଉ ନିଜର ଆମର ସବୁ ଅଭିମାନ ସମସ୍ତ ବିଷୟକୁ ଆମେ ଭୁଲିଯିବା। ଆଉ ପ୍ରଭୁଙ୍କଠାରେ ଆମେ ନିଜକୁ ସମର୍ପଣ କରିବା। ପରମେଶ୍ୱର ସମସ୍ତ ବିଷୟରେ ଆମମାନଙ୍କୁ ଆଶୀର୍ବାଦ କରିବେ। ନମ୍ରତାର ସହିତ ସଦାପ୍ରଭୁଙ୍କଠାରେ ଗମନାଗମନ କରିବାର, ଏହା ଛଡ଼ା ସଦାପ୍ରଭୁ ତୁମଠାରୁ କ'ଣ ଚାହାନ୍ତି? ପ୍ରଭୁ ଏ ସମସ୍ତ ବାକ୍ୟ ଦ୍ୱାରା ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରେଜ୍ ଦ ଲର୍ଡ।